सच्चिदानंद परमानंद परम ब्रह्म शरण शरण सर्व कारण कारण पद्म पलाश नयन परम पितांग प्रीत्यर्थे आनंदे कबार हरि हरि बोल जननी विद्या प्रदायिनी पानी सरस्वती प्रीत्यर्थे प्रतिमा पीठेश्वरी माँ महालक्ष्मी का प्रीत्यर्थे बार हरि हरि बोलो श्रीमन श्री सत्य नारायण सर्वस्विनी काले भूताबाल वृद्धवनितांकर अनुष्ठान समस्त कर्मकर्ता मानकर पड़ोशी पड़ोशी ग्रामरू आसीथिबा समस्त साधु सज्जन मानकर तथा ए ग्रामर विश्वर दुख मोचन करंतु प्रेमानंदे आहुरी कबार नारायण देव हे आस हे महाप्रभु दिन जने बारे दया कर व्यालोलम गंडस्थल संताघात विदारी तारी रुधिरे सिंदूरा शोभा कर वंदे सरसुता सुत गणपति सिद्धिप्रद कामदा
বাস করে তথা ভিন্ন ভিন্ন ন কর্তব্য পঞ্চদেব নমস্তে পঞ্চদেব নমস্তে। নারায়ণ পরাক্ষরা নারায়ণ পরাং দেবা নারায়ণ পরাঙ্গতি আঠাকুরে নারায়ণ পরাঙ্গতি নারায়ণ পরামুক্তি মুক্তি পরা নারায়ণ। হরদে বরদে সিংহবাহিনী হরদে বরদে সিংহবাহিনী কল্যাণ বৈ কল্যাণ কল্যাণ বৈ কল্যাণ দায়িনী হরদে বরদে সিংহবাহিনী কল্যাণ বৈ কল্যাণ দায়িনী নগেশ্বরা জনন্দিনী মহেশ মনমোহী মা শক্তি স্বরূপা মহিষা মর্দিনী সিংহবাহিনী
ଦଣ୍ଡେ ଅଖଣ୍ଡ ଭାଣ୍ଡେ ଅତିରତର ଧରଣୀ ମଣ୍ଡଳେ ଚଣ୍ଡ ସୌଢ଼ ଦୁର୍ଦଣ୍ଡ ଦୈତ୍ୟ ଦନ୍ତବଳ ଦଳନେ ଯଶ ଚଣ୍ଡରଥା ଆନନ୍ଦ ନୀଳକଣ୍ଡ ନବଜଳ ତନୁ ସୁନ୍ଦର ଶ୍ରୀ ମୁକୁନ୍ଦ ବନ୍ଦେ ପଦାରବିନ୍ଦେ ତମାସୁର ନିଧନେ ଶ୍ରୀ ଜଗନ୍ନାଥ ଦେବ ଆନନ୍ଦ କନ୍ଦ ସଚିଦାନନ୍ଦ ପରମାନନ୍ଦ ପରମ ବ୍ରହ୍ମ ଅଶରଣ ଶରଣ ସର୍ବକାରଣ କାରଣ ପଦ୍ମପଲାଶ ନୟନ ପରମ ପିତାଙ୍କର ଅଭୟ ପଦକଞ୍ଜରେ ଅନନ୍ତ କୋଟି ପ୍ରଣାମ ଜ୍ଞାପନ କରିବା ପରେ ପରମାରାଧ୍ୟା ଜଗଜ୍ଜନନୀ ମା ତାରିଣୀ ତାରିଣୀ ଅମ୍ବିକାଙ୍କର ମା ମହାଲକ୍ଷ୍ମୀଙ୍କର ଅଭୟ ପଦକଞ୍ଜରେ ଅନନ୍ତ କୋଟି ପ୍ରଣାମ ଜ୍ଞାପନ କରିବା ପରେ ପରମାର୍ଜନୀୟ ବିଦଗ୍ଧ ଶତ୍ରୁମଣ୍ଡଳୀ ସ୍ନେହମୟୀ କଲ୍ୟାଣମୟୀ ମୋର ମା ମାନେ ସତୀର୍ଥ ବନ୍ଧୁଗଣ ତଥା କୁନାକୁନି ପୁଅ ଝିଅ ମାନେ ମୋର ପୁତୁରା ପୁତୁରୀ ହେରିକା ଆମ ବାଟେ ଆମ ଭାଷା ଆମ ପାଇ ବଢିଆ ଚତୁଃପାର୍ଶ୍ୱରେ ବସିଛନ୍ତି ବିଜ୍ଞ ପ୍ରାଜ୍ଞ ପଣ୍ଡିତ ପୁରାଣ ଶାସ୍ତ୍ର ବିଶାରଦ ଜ୍ଞାନୀ ବାପା ମାନେ ଓ ଶିକ୍ଷିତ ଭାଇମାନେ ଗ୍ରାମାଞ୍ଚଳର ଶାନ୍ତ କାନ୍ତ ପରିବେଶରେ ପରିବର୍ଦ୍ଧିତ ମାନ ଶୁଦ୍ଧ ଆଚରଣଶୀଳ ମୋର ମା ମାନେ ନାଇଁ ଆଜି ଗୋଟିଏ କଥା ମୁଁ କହି ରଖିବି ଆମେ ସମସ୍ତେ ହଉଛୁ ଓଡିଆ ଆମ ମାଟି ବଢିଆ ଆମ ଭାଷା ବଢିଆ ଆମ ଧର୍ମ ବଢିଆ ଆମ ସଂସ୍କୃତି ବଢିଆ ନା ନାଇଁ ଖାଲି ସେତିକି ନୁହେଁ କହିଲେ ଆମ ତୁଣ୍ଡ ଶୋଭା ପାଏ ବାପା ମା ମଉସା କାକୁଡି ମାମୁ ମାଇ ପିଉସି ଓ ପିଉସା ଦାଦି ମମି ଡାକ ପରା ଆମ ପାଇଁ ଅଡୁଆ ସମସ୍ତ ଓଡିଆ ଆମ ମାଟି ବଢିଆ ଆମ ଭାଷା ବଢିଆ ଆମ ତୁଣ୍ଡରେ ବାପା ମା ଶବ୍ଦରେ ଯେମିତି ଶୋଭା ପାଇବେ ଦାଦା ଖୁଡି ମାମୁ ମାଇଁ ପିଉସୀ ପିଉସା ଏ ଶବ୍ଦ ଯେମିତି ଶୋଭା ପାଇବେ ଆଉ ଡାଡି ମମି ଡାକ ସେମିତି ଶୋଭା ପାଇବେ ଏବେ ତ ପିଲାଙ୍କୁ ଆମେ ଇଂଲିଶ ମିଡିୟମରେ ପଢେଇଲେ ସବୁ ଡାଡି ମମି ଡାଡ ମମ ବି ଡାକୁଛନ୍ତି ନା ନାଇଁ ମା କୁ ମମ ଡାକୁଛନ୍ତି ଆରେ ମା କୁ ଯଦି ମମି ଡାକିଲେ ତା ବଡ ଭଉଣୀ କଣ କହିବେ ମା କୁ କହିବେ ମମ୍ ମମିର ବଡ ଭଉଣୀ କହିବେ ମ୍ୟାକ୍ସିମମ୍ ତା ସାନ ଭଉଣୀ କହିବେ ମିନିମମ୍ ଭଲ ଫିଟିଂ କଥା ଯଦି ମୁଁ କହୁଛି ବାସ୍ତବରେ ଆମ ଧର୍ମ କେତେ ସୁନ୍ଦର ଆମ ଧର୍ମ ଆମ ସଂସ୍କୃତି ଆମ ଭାଷା କଣ ଭୁଲିଗଲେଣି ଆଜ୍ଞା ଆମ ପରମ୍ପରା କଣ ଭୁଲିଗଲେଣି କିନ୍ତୁ ଓଡିଆ ଭାବରେ ଆମର ଗୋଟେ ଅହଙ୍କାର ଅଛି କଣ ଆଜ୍ଞା ଆମେ ଓଡିଆ ବୋଲି ଆମର ଗୋଟେ ଅହଙ୍କାର ଅଛି ଅହଙ୍କାର କରିବାଟା ଭଲ ନୁହେଁ ଗର୍ବ କରିବାଟା ଭଲ ନୁହେଁ କାହିଁକି ନା ଜଗନ୍ନାଥ ଓଡିଆ ଭାଗବତ ଲେଖିଛନ୍ତି କହିଲେ ଗର୍ବ ଗଞ୍ଜନ ହରି ଗର୍ବ ନ ସହନ୍ତି କାହାରି
ତ ଭଲ ନୁହେଁ କିନ୍ତୁ ଆମେ ଓଡିଆ ବୋଲି ଆମର ମା ଗୋଟିଏ ଗର୍ବ ଅଛି। ଆରେ ସବୁ କରିବୁ ରାଜୁ ଭାଇ, ଗର୍ବ ଗର୍ବ କଣ ଆମର ନା ଓଡିଆ ବୋଲି ଆମର ଗର୍ବ କାହିଁକି ଆପଣ ଦେଖିବେ ଏଇ ଓଡିଶା ମାଟିର ମୂଲିଆ ପୁଅଟା ଯଦି ବାହାର ରାଜ୍ୟକୁ ଯାଏ ବାହାର ରାଜ୍ୟର ଅଫିସର ତାକୁ ମୁଣ୍ଡିଆ ମାରେ। ଦେଖନ୍ତୁ ଆମ ଧର୍ମ କେତେ ସୁନ୍ଦର। ଏଇ ଓଡିଶା ମାଟିର ମୂଲିଆ ପୁଅଟା ମା ଯଦି ବାହାର ରାଜ୍ୟକୁ ଯିବ ତାକୁ ବାହାର ରାଜ୍ୟର ଅଫିସର ଯିଏ ମୁଣ୍ଡିଆ ମାରେ। କାହିଁକି? କାହିଁକି ଜାଣିଛ ମା? କାହିଁକି ସାର୍? ଶୁଣ ଆମେ ହଉଛି ଜଗନ୍ନାଥ ଦେଶର ପୁଅ, ଜଗନ୍ନାଥ ମାଟିର ପୁଅ। ଆମ ଠାକୁର ହେଲେ ଜଗନ୍ନାଥ ମହାପ୍ରଭୁ। ଯୋଉ ମହାପ୍ରଭୁ ଆଜି କୋଟି ଓଡିଆର ମୌରମଣି, କୋଟି କୋଟି ଓଡିଆର ହୃଦୟର ଠାକୁର, ସେ ଜଗନ୍ନାଥଙ୍କ ପାଇଁ ଆମେ ବାହାରେ ମଧ୍ୟ ପୂଜିତ ହଉଛୁ। ଆଜ୍ଞା ନାଇଁ କବି କହିଲେ ଆମ ପ୍ରଭୁ ଜଗନ୍ନାଥ ବିଜେ ବର ଦେଉଳେ, ଆମ ପ୍ରଭୁ ଜଗନ୍ନାଥ ବିଜେ ବର ଦେଉଳେ, ପତିତ ପାବନ ବାଲା ଉଡୁଅଛି ତା ଚୂଳେ, ପତିତ ପାବନ ବାଲା ଉଡୁଅଛି ତା ଚୂଳେ, ତା ବାଇଶି ପାହାଚରେ ଥରେ ଯାଇ ଗଡ଼ିଆ, ତା ବାଇଶି ପାହାଚରେ ଥରେ ଯାଇ ଗଡ଼ିଆ, ଓଡ଼ିଆ ସମସ୍ତ ଓଡିଆ ଆମ ମାଟି ବଢି ଆମ ଧର୍ମ ବଢିଆ। ଆଜ୍ଞା ମୁଁ କାହିଁକି କଥା କହିଲି ଆପଣ ଦେଖିବେ ମା ଜଗନ୍ନାଥ ମହାପ୍ରଭୁ ଆମ ସମସ୍ତଙ୍କର ହୃଦୟର ଠାକୁର। ଆଜ୍ଞା ଆମେ ସମସ୍ତେ ଜଗନ୍ନାଥ ମହାପ୍ରଭୁ ଦେଖିବା ପାଇଁ ଯାଉଛୁ। ହଁ କଣ ଶିଖୁଛେ? ଶିଖୁଛେ କଣ? ଆଜ୍ଞା ଶିଖିଲେ କଣ? ଶିବ ମନ୍ଦିରକୁ ଯାଉଛୁ ଶିଖୁଛେ କଣ? କଣ ଶିଖିବା? ଭୋଗରାଗ କଲେ, ଠାକୁରଙ୍କୁ ମୁଣ୍ଡିଆ ମାରିଲେ, ଘରକୁ ଆଇଲେ, ଆଉ ଶିଖିବା କଣ? ଜଗନ୍ନାଥ ମହାପ୍ରଭୁ ଆମକୁ ଶିକ୍ଷା ଦେଲେ। କଣ ଶିକ୍ଷା ଦେଲେ? ଆମେ ଜଗନ୍ନାଥଙ୍କୁ ଦର୍ଶନ କରିବା, ପ୍ରଭୁଙ୍କୁ ମୁଣ୍ଡିଆ ମାରିବା, ତାଙ୍କ ପ୍ରତି ଶିକ୍ଷା ପାଇବା। ମା କଣ ଶିକ୍ଷା ପାଇବା? ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କୁ ଶିକ୍ଷା ଦେଲେ। କଣ ଶିକ୍ଷା ଦେଲେ? ଶିକ୍ଷା ଦେଲେ ଜଗତରେ ଯେତେ ସମ୍ପର୍କ ଅଛି ତା ଭିତରେ ଦିଟା ସମ୍ପର୍କ ହଉଛି ଶ୍ରେଷ୍ଠ। ଦିଟା ସମ୍ପର୍କ? ଜଗନ୍ନାଥ ମହାପ୍ରଭୁ କହିଲେ ଓ ପ୍ରଭୁ କହିଲେ ଜଗତରେ ଯେତେ ସମ୍ପର୍କ ଅଛି ତା ଭିତରେ ଦିଟା ସମ୍ପର୍କ ହଉଛି ଶ୍ରେଷ୍ଠ। ଜଗନ୍ନାଥ ଠାକୁର କହିଲେ ସଂସାର ଭିତରେ ଯେତେ ସମ୍ପର୍କ ଅଛି ଯୋଡ଼ିଏ ସମ୍ପର୍କ ହଉଛି ମେନ୍ ସମ୍ପର୍କ। ହଁ ମୁଁ ଜାଣିଛି କଣ? ଗୋଟେ ହଉଛି ଶାଳି ଭେଡ଼ି ସମ୍ପର୍କ, ସମ୍ପର୍କ ନାହିଁ। ନାଇଁ ନାଇଁ ଜଗତରେ ଯେତେ ସମ୍ପର୍କ ଅଛି ସେ ସମ୍ପର୍କ ସହିତ ଆଉ ସମ୍ପର୍କ ସମାନ ହେବେ ନାହିଁ। କଣ ମନେ ରଖ? କହିଲେ ଭାଇ ଭାଇର ସମ୍ପର୍କ ଅତି ସୁମଧୁର, ହଉନି ମା ଭିତରକୁ ସାଉଣ୍ଡ ଆସୁ ଆଉ ଟିକେ ବଦଳେଇ ଦିଅ। ହଁ ସେପଟେ ଧରି ଆଡେ ବୁଲେଇ ଦିଅ। କାନକୁ ଆମକୁ ଆସିଲେ ଭଲ ଲାଗୁନି। ଯେତିକି ମେସିନ କରିଦେଇଛ ଏରିଆ ସମ୍ଭାଳି ହୁଅନ୍ତାନି। କହିଲେ ଭାଇ ଭାଇର ସମ୍ପର୍କ ଜଗତର ଶ୍ରେଷ୍ଠ, ଭାଇ ଭଉଣୀର ସମ୍ପର୍କ ଜଗତର ଶ୍ରେଷ୍ଠ। ଆପଣ ଦେଖିବେ ମା ଜଗନ୍ନାଥ ମହାପ୍ରଭୁ ବଡ଼ଦେଉଳରେ ବସିଛନ୍ତି, ସାଙ୍ଗରେ କାହା ଧରି ବସିଛନ୍ତି? ବାପାକୁ ଧରି ବସିଛନ୍ତି, ମାକୁ ଧରି ବସିଛନ୍ତି, ସ୍ତ୍ରୀକୁ ଧରି ବସିଛନ୍ତି। ଜଗନ୍ନାଥ ମହାପ୍ରଭୁ ଶିକ୍ଷା ଦେଲେ ଜଗତରେ ଭାଇ ଭାଇର ସମ୍ପର୍କ ଭଲ, ସବୁଠାରୁ ଶ୍ରେଷ୍ଠ। ଭାଇ ଭଉଣୀର ସମ୍ପର୍କ ସବୁଠାରୁ ଶ୍ରେଷ୍ଠ। କହିଲେ କେତେ କାଳୁ ବସିଛନ୍ତି ତହିବେନି ଭାଇ ତହିବେନି ଭାଇ। ଦି ଭାଇ ବସିଛନ୍ତି ବଡ ଦେଉଳରେ। ଆଜ୍ଞା ସାଙ୍ଗରେ ରତ୍ନ ଇଏ ସୁନା ଭଉଣୀ କି ସୁଭଦ୍ରାକୁ ସାଙ୍ଗରେ ଧରି ବସିଛନ୍ତି, ଭଉଣୀକି ସାଙ୍ଗରେ ଧରି ବସିଛନ୍ତି। ଜଗନ୍ନାଥ ଠାକୁର ବଳଭଦ୍ର କାହିଁକି ଭଉଣୀକି ଧରିକି ବସିଲେ? ସେଇଟା କଥା କହୁଛି। ତାଙ୍କ ଦାଦି ଧରିକି ବସିଲେନି, ତାଙ୍କ ଇଏ ପୁତୁରାକୁ ଧରିକି ବସିଲେନି, ତାଙ୍କ ଭାରିଜାକୁ ଧରିକି ବସିଲେନି, ଭଉଣୀକି କାହିଁ ଧରି ବସିଲେ? ତୁ କଣ ଜାଣିଛ? ମୁଁ କେମିତି ଜାଣିଲି? ମୁଁ ଯଦି ଜାଣିଥାନ୍ତି ଚାମର ଧରିକି ପାଲା ଗାଇଥାନ୍ତି। ଜଗତରେ ଜଗନ୍ନାଥ ମହାପ୍ରଭୁ କହିଲେ ଭାଇ ଭଉଣୀ ସମ୍ପର୍କ ଠାରୁ ସମ୍ପର୍କ ନାହିଁ। ସେଥିପାଇଁ ମୋ ମା ମହାଲକ୍ଷ୍ମୀ ରୋଷ
କରନ୍ତି ମୋ ମା ମହାଲକ୍ଷ୍ମୀ ମା ମଝିରେ ରାଗ କରନ୍ତି ତମେ ତ ଭାଇ ଭଉଣୀ ଧରିକି ବସିଲ ମୁଁ କଣ ତମର କେହି ନୁହଁ ମୁଁ କଣ କିଛି ନୁହଁ ମତେ କାହିଁକି ତମେ ଦେପର କରିଦେଇଛ କାହିଁକି ଏ କଥା ହେଇଛି କାହିଁକି ମନେ ରଖ ଏଇଠି କଥାଟି ଆରମ୍ଭ କରୁଛି ମୋ ମାଙ୍କ ବିଷୟରେ ସେଠି କହିବେ ଆଜ୍ଞା ଆପଣମାନେ ସବୁ ଜ୍ଞାନୀ ଗୁଣୀ ପୁରାଣ ଶାସ୍ତ୍ର ଆଉ କାହାକୁ ଅଜଣା ନାହିଁ ସମସ୍ତେ ପୁରାଣ ଶାସ୍ତ୍ର ଜାଣିଛନ୍ତି ଆଉ ମୟୂରଭଞ୍ଜ ମାଟି ମଧ୍ୟ ହଉଛି ଆଜ୍ଞା କଳାର ମାଟି ନା ନାଇଁ ତେବେ ସବୁ ଜାଣିଛନ୍ତି ଖାଲି ଆପଣ ମନେ ପକେଇ ଦିଅନ୍ତୁ ଆଉ ତେବେ ମୋ ମା ମହାଲକ୍ଷ୍ମୀ କାହିଁକି ପ୍ରଭୁଙ୍କ ଠାରୁ ବିଚ୍ଛେଦ ହେଇକି ଅଛନ୍ତି ଗୋଟେ ଶ୍ଲୋକ ପଢୁଛି ଦିନେ ଦେବର୍ଷି ନାରଦ ଆସି ପହଞ୍ଚିଗଲେ ଆଜ୍ଞା ଶ୍ରୀ ଜଗନ୍ନାଥଙ୍କର ବଡ ଦେବନି ନା ନାଇଁ ଶ୍ରୀକ୍ଷେତ୍ର ଧାମରେ ପହଞ୍ଚି ଯିବା ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମହାପ୍ରଭୁଙ୍କୁ ଦର୍ଶନ କଲା ପରେ ମନ ଭିତରେ ଭାବାନ୍ତର ସୃଷ୍ଟି ହେଲା ଦେବର୍ଷି ନାରଦ ମତରେ ଭାବିଲେ କହିଲେ ତ ଭାଇ ଭଉଣୀ ଧରିକି ବସିଲେ ହେଲେ ରୂପଟା କାହିଁକି ଏମିତି ହେଇଛି ଖଣ୍ଡିଆ ମାଦଳ କାହିଁକି ପ୍ରଭୁ ହେଇଛି ପ୍ରଭୁ ଯୁଗେ ଯୁଗେ ଆପଣଙ୍କ ରୂପ ସୁନ୍ଦର କେଡେ କମନୀୟ କାନ୍ତି ହେଲେ ଏବେ କାହିଁକି ଆପଣଙ୍କ ରୂପଟା ଏମିତି ଖଣ୍ଡିଆ ମାଦଳ ହେଇଛି ପଚାରିଲେ ହାତ ନାହିଁ କି ଗୋଡ ନାହିଁ ଜଗନ୍ନାଥ ମହାପ୍ରଭୁ କହିଲେ ଦେବର୍ଷି ଆଉ ତମେ ତ ବାବାଜୀ ଲୋକ ତମେ ଏ କଥା କୋଉଠି ଜାଣିବ ଜଣେ ସଂସାରୀ କାହିଁକି ଏତେ ଦୁଃଖ ଭିତରେ ଜଞ୍ଜାଳ ଭିତରେ ରହେ ଜଣେ ବାବାଜୀ ଜାଣିପାରିବେନି ନା କଣ କହୁନାହାନ୍ତି କଣ ଆପଣଙ୍କ ଅସୁବିଧା ହେଲା ଯେ ଖଣ୍ଡିଆ ମାଦଳ ହେଇକି ଆପଣ ବସିଛନ୍ତି ବଡ ଦେଉଳରେ କହିଦେଲେ ସେଦିନ କିଏ ଦେବର୍ଷି ନାରଦ ଆପଣଙ୍କ ରୂପକୁ ମୁଁ ବାରମ୍ବାର ଦେଖିଛି କେମିତିଆ ରୂପ କେମିତିଆ ମନେ ରଖ କହିଲେ ନବନୀରଦ ନିନ୍ଦିତ କାନ୍ତି ଧରଂ ରସ ସାଗର ନାଗର କାନ୍ତି ସେ ରୂପକୁ ଛାଡି ଖଣ୍ଡିଆ ମାଦଳ ହେଇକରି ବଡ ଦେଉଳରେ କାହିଁକି ବସିଛନ୍ତି ମହାପ୍ରଭୁ ମୁଁ ଆପଣଙ୍କ ରୂପର ପରିକଳ୍ପନା କରିଛି ମୁଁ ଆପଣଙ୍କର ସୁନ୍ଦର ରୂପକୁ ଦେଖିଛି କେମିତିକା ରୂପ ଆଉ ଗୋଟେ ଛାନ୍ଦ ପଡୁଛି ଆଜ୍ଞା ଆଉ ଗୋଟେ ଛାନ୍ଦ ବହି ହଉଛି ରସକଲ୍ଲୋଳ ଦିନ କୃଷ୍ଣ ଆମର ଯୋଉଠି ଯାହା ଲାଗିବ ଆପଣ ଗାଇବେ ଆପଣ ଯୋଉଠି ଯାହା ଲାଗିବ ଆମର ଗାଇବେ ଓଡିଶୀ ଲାଗିଲେ ଓଡିଶୀ ଗାଇବେ ଛାନ୍ଦ ଲାଗିଲେ ଛାନ୍ଦ ଗାଇବେ ଭଜନ ଲାଗିଲେ ଭଜନ ଗାଇବେ ଆମର ଟିକେ ଗୋଠ ଷଣ୍ଢ ଯାଇକି ଆମ ସାଙ୍ଗରେ ତ ଆମର କଣ ବିଭୂତି ବାବୁ ଅଛନ୍ତି ଆମର ପାତ୍ର ଭାଇ ପ୍ରଥମ ଦେଖା ତାଙ୍କ ସହିତ ଭେଟ ହେଇନି ଆଜି ଅଧିବାସ ପାଲା କାଲିଠୁ ପାଲା ବଳ କଷାକଷି ଟିକେ ହବ ତାମାନେ ଆପଣ କହିବା କଥା ଆଜି ଦି ପାଲା ବେଲିଆ ପାଲା ବେଲେ ଭିତରେ ଦେଖା ଦେଖି କାଲିଠୁ ହବ ଖୁମ୍ପ ତତେ କିଏ କଥା କହୁଛି ଆପଣ ପରା ମତେ ବସାଘର କଲେ ଏମିତି ତୁ କହିବୁ ମୁଁ ତତେ ବନ୍ଦୀ କରିବି ପ୍ରଭୁଙ୍କ ରୂପଟା କେମିତି ରସକଲ୍ଲୋଳ ଦିନ କୃଷ୍ଣ ଦାସ ଅନୁପ୍ରାସ ହଉଛି କହିଲେ କୋଟିଏ ଶରଦ ଚନ୍ଦ୍ରଜିଣୀ ମୁଖ ଏ ଶ୍ରୀଅଙ୍ଗ ଭିନ୍ନ পিতা
ନାରଦ ଭଗବାନଙ୍କୁ ପଚାରି ତ ଭକ୍ତ ଭଗବାନଙ୍କ ସମ୍ପର୍କ ଆଜ୍ଞା ମୁଁ କହୁଛି ଜଗତରେ ଯେତେ ସମ୍ପର୍କ ଅଛି ଭକ୍ତ ଭଗବାନଙ୍କ ସମ୍ପର୍କଠୁ ବି ସମ୍ପର୍କ ନାହିଁ। ଆପଣ ଦେଖିବେ ଠାକୁର ଅଭିରାମ ପରମହଂସ କହିଦେଲେ ଭକ୍ତ ଭଗବାନଙ୍କ ସମ୍ପର୍କଠୁ ଆଉ ସମ୍ପର୍କ ନାହିଁ। ଏମିତି କହିଲେ କହିଲେ ଭକ୍ତ ଭଗବାନ ଦୁଇ ଭାବିଲେ ଭିନ୍ନ ଭିନ୍ନ ନାହିଁ ଭାବିଲେ ଭିନ୍ନ ଭିନ୍ନ ନାହିଁ ଭାବିଲେ ଭିନ୍ନ ଭିନ୍ନ ନାହିଁ। ଭକ୍ତ ଭଗବାନଙ୍କ ସମ୍ପର୍କ ନିଆରା। ଦେବର୍ଷି ନାରଦ କହିଲେ ପ୍ରଭୁ ମୁଁ ତ ଆପଣଙ୍କ ଏଡେ ସୁନ୍ଦର ରୂପ ଦେଖିଛି କିନ୍ତୁ ଆପଣ ଖଣ୍ଡିଆ ମାଦଳ ରୂପ ଧରି କାହିଁକି ବଡ ଜଳରେ ବସିଲେ? ସେଇଠି ପ୍ରଭୁ କହିଲେ ହଉ ଶୁଣ ଶୁଣ ଦେବର୍ଷି ତମେ ଯଦି ବାରମ୍ବାର ମତେ ପଚାରିଲଣି ମୁଁ କହିଦଉଛି କାହିଁକି ମୁଁ ଏ ଖଣ୍ଡିଆ ମାଦଳ ରୂପର ପରିକଳ୍ପନା କରିଛି। ଗୋଟେ ଶ୍ଲୋକ ପଢୁଛି କବି ସେଦିନ କହିଲେ ଭଗବାନ ଦେବର୍ଷି ନାରଦ କଣ କହିଲେ? ଏକ ଭାଜ୍ୟା ପ୍ରକୃତି ମୁଖରା ଚଞ୍ଚଳା ଚଦିତିଆ ত্রিভুবন বিজয়ী মন্মথ দুর্নিবার বসতির জল ধৌ বাহান পন্ন গাড়ি স্মারং স্বগৃহ চরিত দারুভূত মুরারি। କହିଲେ ମୁଁ କାହିଁକି ଖଣ୍ଡିଆ ମାଦଳ ହେଇକି ବସିଛି ଶୁଣୁ କାହିଁକି ମୋ ଭାଇ ଭଉଣୀ ଧରିକି ବସିଛି ଶୁଣୁ। କହିଲେ ଦେବର୍ଷି ତମେ ତ ଜାଣିଛ ତମର ହଉଛନ୍ତି 2 ଜଣ ମା। ଆଜ୍ଞା ପ୍ରକୃତରେ ଜଗନ୍ନାଥଙ୍କର ବା ନାରାୟଣଙ୍କ ସ୍ତ୍ରୀ କେତେ ଜଣ ଆପଣ କହୁନାହାନ୍ତି? ଆମେ ବଡ ଠାକୁର ବୋଲି ଆଜ୍ଞା 3 ଜଣଙ୍କୁ ମାନୁଛେ। ଆମ ଧର୍ମରେ ବଡ ଠାକୁର 3 ଜଣ ନାଉ ଜଣେ ହେଲେ ବ୍ରହ୍ମା ଜଣେ ହେଲେ ବିଷ୍ଣୁ ଜଣେ ହେଲେ ମହେଶ୍ୱର। ବ୍ରହ୍ମା ବିଷ୍ଣୁ ମହେଶ୍ୱର ମା ପ୍ରତ୍ୟେକଙ୍କର 3 ଜଣ ସ୍ତ୍ରୀ। ନାରାୟଣଙ୍କର 3 ଜଣ ସ୍ତ୍ରୀ ଶିବ ଠାକୁରଙ୍କର 3 ଜଣ ସ୍ତ୍ରୀ ବ୍ରହ୍ମାଙ୍କର ବି 3 ଜଣ ସ୍ତ୍ରୀ ପ୍ରତ୍ୟେକଙ୍କର 3 ଜଣ ସ୍ତ୍ରୀ। ଠାକୁର 3 ଜଣ ସଂସାରକୁ ଚଳଉଛନ୍ତି ସେ 3 ଜଣ ରଖିଛନ୍ତି। ଆମେ ପ୍ରଜା ଗୁଡାକ ଆମେ ଗୋଟାଏ ଗୋଟାଏ ଚଳେଇ ପାରୁନୁ ସେ 3 ଜଣ ଚଳଉଛନ୍ତି। ମୁଁ ଗୋଟେ ଆଣିବି ଶାଢୀ କିଛି ଆଣିବି। 3 ଜଣ ପ୍ରତ୍ୟେକଙ୍କର 3 ଜଣ ସ୍ତ୍ରୀ ଆଜ୍ଞା। ବ୍ରହ୍ମାଙ୍କର 3 ଜଣ ସ୍ତ୍ରୀ କିଏ କହିଦଉଛି ଆପଣ ମାନେ ଜାଣିଛନ୍ତି ମୁଁ କହିଦଉଛି। ବ୍ରହ୍ମାଙ୍କର 3 ଜଣ ସ୍ତ୍ରୀ କିଏ ମନେ ରଖ ଜଗନ୍ନାଥ ଓଡ଼ିଆ ଭାଗବତରେ କହିଦେଲେ ମା ମନେ ରଖ ବ୍ରହ୍ମାଙ୍କର 3 ଜଣ ସ୍ତ୍ରୀ କିଏ କହିଲେ ସୁରା ସାବିତ୍ରୀ ଗାୟତ୍ରୀ ଏ 3 ବ୍ରହ୍ମାଙ୍କ ସୁରା ସାବିତ୍ରୀ ଗାୟତ୍ରୀ ଇଏ ହଉଛନ୍ତି ବ୍ରହ୍ମାଙ୍କର 3 ଜଣ ସ୍ତ୍ରୀ। ଆଚ୍ଛା ଶିବ ଠାକୁରଙ୍କ 3 ଜଣ ସ୍ତ୍ରୀ ଆମେ ଜାଣିଛେ ଆପଣ ମାନେ ବି ଜାଣିଛନ୍ତି ମୁଁ ମନେ ପକେଇ ଦଉଛି। ମା ମନେ ରଖ ଜଣେ ହେଲେ ମୋ ମା ଗଙ୍ଗା ଜଣେ ହେଲେ ସତୀ ଆଉ ଜଣେ ହେଲେ ପାର୍ବତୀ 3 ଜଣ ଶିବ ଠାକୁରଙ୍କ 3 ଜଣ ସ୍ତ୍ରୀ। ଆଚ୍ଛା ନାରାୟଣଙ୍କ 3 ଜଣ ସ୍ତ୍ରୀ ଆପଣ ମାନେ ଜାଣିଛନ୍ତି 2 ଜଣଙ୍କୁ ଆପଣ ମାନେ ସମସ୍ତେ ଜାଣିଛନ୍ତି ଜଣେ ହେଲେ ଲକ୍ଷ୍ମୀ ଜଣେ ହେଲେ ସରସ୍ୱତୀ ଆଉ ଜଣଙ୍କ କଥା ସମସ୍ତ ମୁଣ୍ଡକୁ ଯାଇନି। ନାରାୟଣଙ୍କ 3 ଜଣ ସ୍ତ୍ରୀଙ୍କ ଭିତରୁ ଜଣେ ହେଲେ ଲକ୍ଷ୍ମୀ ଜଣେ ହେଲେ ସରସ୍ୱତୀ ଆଉ ଜଣେ ମନେ ରଖ ରାତ୍ରି ପାହିଲେ ସେଜରେ ଉଠିଲେ ଆମେ ଯାହାକୁ ମୁଣ୍ଡିଆ ମାରେ ସେ କିଏ ଗୋଟେ ଶ୍ଲୋକ ପଡୁଛି ଶୁଣ। ନାରାୟଣଙ୍କ ପ୍ରକୃତ ସ୍ତ୍ରୀ କିଏ ଆଜ୍ଞା? ଲକ୍ଷ୍ମୀ ସରସ୍ୱତୀ ନାରାୟଣଙ୍କର ପ୍ରକୃତ ସ୍ତ୍ରୀ ନୁହନ୍ତି ତାଙ୍କ ପ୍ରଥମ ସ୍ତ୍ରୀ ନୁହନ୍ତି ତାଙ୍କ ଅଙ୍କ ସାଇନୀ ନୁହନ୍ତି ନା ନାରାୟଣଙ୍କର ଅଙ୍କ ସାଇନୀ ସେ ନୁହନ୍ତି। ଯଦି ନାରାୟଣଙ୍କର ଅଙ୍କ ସାଇନୀ ଲକ୍ଷ୍ମୀ ସରସ୍ୱତୀ ହେଇଥାନ୍ତେ ତାଙ୍କର ପିଲା ହେଇଥାନ୍ତେ କି ନାଇଁ ଆଜ୍ଞା? ଲକ୍ଷ୍ମୀଙ୍କର କଣ ପିଲା ଅଛି? ନାଇଁ। ସରସ୍ୱତୀଙ୍କର ପିଲା ଅଛି ନା ସେ ବନ୍ଧ୍ୟା। ମା ପାର୍ବତୀଙ୍କର କଣ ପିଲା ଅଛି ନା ସେ ସବୁ ବନ୍ଧ୍ୟା। ମେଡିକାଲ କାନ୍ଥ ସେ ପଢି ଯାଇଥିଲେ ମେଡିକାଲ ମାନଙ୍କର ଯୋଉ କାନ୍ଥରେ ଲେଖା ହେଇଛି ଠାକୁର ମାନେ ପଢିଦେଲେ ବୋଲି ସେ ପିଲାପିଲି କଲେନି। ମୂର୍ଖ ମୁଁ
ଆମର ଏକ ହଁ ଆମର ମୋଟେ ନାହିଁ ତୁ ଏକ ତୋର ଏକ ଆଜ୍ଞା ଆଉ ଆମର ମୋଟେ ନାହିଁ ତୋର ପିଲାପିଲି ଜମା ନାହିଁ ବିଲକୁଲ ନାହିଁ ମା ଲକ୍ଷ୍ମୀ ସିଏ ହଉଛନ୍ତି ବନ୍ଧ୍ୟା ତାଙ୍କର ପିଲାପିଲି କିଛି ନାହାନ୍ତି ସରସ୍ୱତୀ ହେଲେ ବନ୍ଧ୍ୟା ଆଜ୍ଞା। ପାର୍ବତୀ ହେଲେ ବନ୍ଧ୍ୟା ଆପଣଙ୍କର ଗଣେଶ କାର୍ତ୍ତିକ କାହା ପୁଅ ଗଣେଶ କାର୍ତ୍ତିକ କଣ ପାର୍ବତୀଙ୍କ ଗର୍ଭରୁ ଜନ୍ମ ହେଇଛନ୍ତି କି ନା ପାର୍ବତୀଙ୍କ ମଳିରୁ ଜନ୍ମ ହେଲେ ଗଣେଶ ଠାକୁର ହଁ ଆଉ ଷଢ଼ କୃତିକାଙ୍କ ଠାରୁ ଜନ୍ମ ହେଲେ କାର୍ତ୍ତିକ ମା ପାର୍ବତୀଙ୍କ ପୁଅ ସେ ନୁହନ୍ତି ଯାହା ହଉ ଇଏ 2 ଜଣ ସ୍ତ୍ରୀ ହେଲେ ନାରାୟଣଙ୍କର ଲକ୍ଷ୍ମୀ ସରସ୍ୱତୀ ଆଉ ହଉଛି ତ ଆଉ କଣ କରିବା ହଉ ଆଉ ନାରାୟଣଙ୍କ ପ୍ରକୃତ ସ୍ତ୍ରୀ ଅଙ୍କ ସାଇନି କିଏ କିଏ 3 ନମ୍ବର ପ୍ରଥମ ସ୍ତ୍ରୀ ସେ ଆଜ୍ଞା। କିଏ ରାତ୍ରି ପାହିଲେ ଆମେ ଜଣକୁ ମୁଣ୍ଡିଆ ମାରୁଛେ ସେ କିଏ କହିଲେ ସମୁଦ୍ର ବସନେ ଦେବୀ ପର୍ବତ ସ୍ତନ ମଣ୍ଡଳେ ବିଷ୍ଣୁ ପତ୍ନୀ ନମସ୍ତୁଭ୍ୟଂ ପାଦ ସ୍ପର୍ଶ କ୍ଷମ ସ୍ୱାମୀ ନାରାୟଣଙ୍କର ପ୍ରକୃତ ସ୍ତ୍ରୀ ମା କିଏ ଶୁଣ ଯିଏ ସବୁ ଜନ୍ମ ଦେଇଛନ୍ତି ଯିଏ ସମସ୍ତଙ୍କୁ ଜନ୍ମ ଦେଇଛନ୍ତି ସେ ନାରାୟଣଙ୍କ ପ୍ରକୃତ ସ୍ତ୍ରୀ ସେ କିଏ ନା ସମୁଦ୍ର ବସନେ ଦେବୀ ଯାହାଙ୍କର ବସ୍ତ୍ର ହଉଛି ସମୁଦ୍ର ପର୍ବତ ସ୍ତନମଣ୍ଡଳେ ଯାହାଙ୍କର ବକ୍ଷଦ ହଉଛି ପର୍ବତ ବିଷ୍ଣୁ ପତ୍ନୀ ନମସ୍ତୁଭ୍ୟଂ ବିଷ୍ଣୁ ପତ୍ନୀ ନାରାୟଣଙ୍କର ପତ୍ନୀ ସେ କିଏ ତା ତଳପଦରେ ଲେଖା ହେଇଛି ତୁହି ମା ଧରଣୀ ଜନନୀ ମୋହରା ଜନନୀ ମୋହର ମା ଧରଣୀ ପୃଥିବୀ ହଉଛନ୍ତି ନାରାୟଣଙ୍କ ଭୂଦେବୀ ଯାହା କୁହନ୍ତି ନାରାୟଣଙ୍କ ପ୍ରଥମ ସ୍ତ୍ରୀ ତାଙ୍କର ଅଙ୍କ ସାଇନି ସେ ଆଜ୍ଞା ତେଣୁ ଧରଣୀ ମା ସବୁ ସୃଷ୍ଟି କରିଛି ନା ତେଣୁ ନାରାୟଣଙ୍କର ପ୍ରକୃତ ସ୍ତ୍ରୀ ହେଲେ ଭୂଦେବୀ ଶ୍ରୀଦେବୀ ବାଗଦେବୀ ଇଏ ହେଲେ ନାରାୟଣଙ୍କ 3 ଜଣ ସ୍ତ୍ରୀ ଶ୍ରୀଦେବୀ କହିଲେ ମୋ ମା ଲକ୍ଷ୍ମୀ ବାଗଦେବୀ କହିଲେ ସରସ୍ୱତୀ ଭୂଦେବୀ କହିଲେ ଧରିତ୍ରୀ ଭୂଦେବୀ ଅଛନ୍ତି ବାଗଦେବୀ ଅଛନ୍ତି ଶ୍ରୀଦେବୀଟି ଆଉ ନାହିଁ ଶ୍ରୀଦେବୀ କୁଆଡେ ଗଲେ ପାଣି କୁଣ୍ଡରେ ବୁଡିକି ମଲା ଆଉ ତୁ କଣ ସେ ଶ୍ରୀଦେବୀ କଥା କହୁଛୁ ନାହିଁ ଶ୍ରୀଦେବୀ କହିଲେ ମୋ ମା ଶ୍ରୀଦେବୀ କହିଲେ ସେ ମୋ ମା ମହାଲକ୍ଷ୍ମୀ ମନେ ରଖ ତେବେ ସେଦିନ ଦେବର୍ଷି ନାରଦଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲେ କିଏ ଜଗନ୍ନାଥ ମହାପ୍ରଭୁ କହିଲେ ମୁଁ କାହିଁକି ଖଣ୍ଡିଆ ମାଦଲରୁ କହିଛି କି 2 ଜଣ ମା ଭୂଦେବୀ ତ ସେ ତାଙ୍କ ବାଟରେ ଅଛନ୍ତି ତାଙ୍କ ଧନ୍ଦାରେ ଅଛନ୍ତି ଆଉ ଯୋଉ 2 ଜଣ ମା ରହିଲେ ମହାଲକ୍ଷ୍ମୀ ଏବଂ ମା ସରସ୍ୱତୀ ସେମାନେ ଜଣେ ହେଲେ ବିଦ୍ୟାର ଠାକୁରାଣୀ ଆଉ ଜଣେ ହଉଛନ୍ତି ଧନର ଠାକୁରାଣୀ ବିଦ୍ୟାର ଠାକୁରାଣୀ ହେଲେ ମା ସରସ୍ୱତୀ ବିଦ୍ୟା ଯୋଉଠି ଅଛି ଆଜ୍ଞା ଅହଙ୍କାର ସେଇଠି ଅଛି କହିଲେ ସେ ବିଦ୍ୟାର ଠାକୁରାଣୀ ବୋଲି ତାର ଅହଙ୍କାର ସୃଷ୍ଟି ହେଇଛି ସିଏ ମୋ କଥାକୁ ଆଉ ମାନୁନି ମୋ ନୀତି ଆଦର୍ଶ ଭିତରେ ସିଏ ଆଉ ନାହିଁ ଠାକୁରାଣୀ କିଏ ସରସ୍ୱତୀ ନା ଭୁଲ କହିଲେ ଆପଣ ବହିପତ୍ର ଦେଖିବେ ନା ଆଉ କିଏ ବିଦ୍ୟାର ଭଣ୍ଡାର ହଉଛନ୍ତି ଆଶା ଦିଦି ତାଙ୍କ ପାଖରେ ଅଙ୍ଗନବାଡି ଦିଦି ଅଛନ୍ତି ପ୍ରଥମେ ପିଲାର ନାଁ ଲେଖିବା ଆଗ ପ୍ରଥମେ ପାଠ ପଢିବେ ଅଙ୍ଗନବାଡି ଦିଦି ନା ଆଉ ସେ ଜ୍ଞାନ ଦେବେ ନା ଆଉ ବିଦ୍ୟାର ଭଣ୍ଡାର ବିଦ୍ୟାର ଠାକୁରାଣୀ ନାଇଁ ବିଦ୍ୟାର ଠାକୁରାଣୀ ହେଲେ ମୋ ମା ସରସ୍ୱତୀ ବିଦ୍ୟା ମଧ୍ୟରେ ଅହଙ୍କାର ସୃଷ୍ଟି ହେଇଛି ମୋ ମାର ସେ ପ୍ରଭୁଙ୍କ ନୀତି ଆଦର୍ଶ ଗ୍ରହଣ କରୁନାହିଁ ଆଉ ଜଣେ ହେଲେ ଧନର ଠାକୁରାଣୀ ଦେବର୍ଷିଙ୍କୁ କହୁଛନ୍ତି କିଏ ସେ ଜଗନ୍ନାଥ ମହାପ୍ରଭୁ ମା ଜଣେ ହଉଛନ୍ତି ଧନର ଠାକୁରାଣୀ ମୁଁ ଯାହାକୁ ଭଲ ପାଏ ସେ ତାକୁ ଭଲ ପାଏ ମୁଁ ଯାହାକୁ ଭଲ ପାଏ ତୋ ମା ତାକୁ ଭଲ ପାଏ ଆଚ୍ଛା ସ୍ୱାମୀ ଯାହାକୁ ଭଲ ପାଇବ ସ୍ତ୍ରୀ ଯଦି ତାକୁ ଭଲ ନ ପାଇବ ଘରେ ଶାନ୍ତି ରହିବ ସ୍ୱାମୀ ସ୍ୱାମୀ ତାର ସାଙ୍ଗକୁ ଡାକିକି 2 ଜଣ ଆଣିବ ସ୍ତ୍ରୀ ଯଦି ପାଣି ଗ୍ଲାସ ନଦବ ଆଜ୍ଞା ଆଉ ପରସ୍ପର ଭିତରେ ସ୍ନେହ ଶ୍ରଦ୍ଧା ରହିବ ଘରେ ଝଗଡା ହବନି କଳିଆ ହବନି ତେଣୁ
ନାରାୟଣ କହିଲେ ଜଗନ୍ନାଥ କହିଲେ ମୁଁ ଯାହାକୁ ଭଲ ପାଉଛି ଆଜ୍ଞା। ତୋ ମା ତାକୁ ଭଲ ପାଉନି ଏ, ନା ଆଜ୍ଞା ଆପଣ କାହାକୁ ଭଲ ପାଉଛନ୍ତି ନା ଶୁଣିବୁ ଆପଣ ସବୁ ଜାଣିଛନ୍ତି ଆଜ୍ଞା ନାରାୟଣ କାହାକୁ ବେଶୀ ଭଲ ପାଆନ୍ତି କାହାକୁ? କହିଲେ ସର୍ବସ ରୀର ମଧ୍ୟେ ସାର ସର୍ବ ଶରୀର ମଧ୍ୟ ସାର ଶ୍ରୀ ଭାଗବତ ନାମ ତାର ଭାଗବତ କିଏ ସେ ହଉଛନ୍ତି ବ୍ରାହ୍ମଣ କହିଲେ ମୁଁ ବ୍ରାହ୍ମଣ ମାନଙ୍କୁ ଭାରି ଭଲ ପାଏ ବ୍ରାହ୍ମଣକୁ ମୁଁ ବେଶୀ ଭଲ ପାଏ ଭଲ ପାଆନ୍ତି। ସେ କହିଲେ ଆପଣ ତ ବ୍ରାହ୍ମଣକୁ ଭଲ ପାଉଛନ୍ତି ଅସୁବିଧା କୋଉଠି ଅଛି ନା ମୁଁ ଯୋଉ ବ୍ରାହ୍ମଣ ମାନଙ୍କୁ ଭଲ ପାଉଛି ତୋ ମା ଲକ୍ଷ୍ମୀ ବ୍ରାହ୍ମଣ ମାନଙ୍କୁ ଭଲ ପାଆନ୍ତି ବ୍ରାହ୍ମଣକୁ ଭଲ ପାଇଲେ କଣ ହବ? ଆଜିକାଲି ବ୍ରାହ୍ମଣ ସବୁ ଶସ୍ତା ହେଲେ। ମା କଥାଟା ଟିକେ ଧ୍ୟାନ ଦେବ କହିଲେ ନାରାୟଣ ଭଲ ପାଉଛନ୍ତି ବ୍ରାହ୍ମଣ ମାନଙ୍କୁ ଆଜ୍ଞା। କିନ୍ତୁ ଲକ୍ଷ୍ମୀ ବ୍ରାହ୍ମଣ ମାନଙ୍କୁ ଭଲ ପାଆନ୍ତି ଭଲ ପାଆନ୍ତି। ସେଇଥିପାଇଁ ବ୍ରାହ୍ମଣ ମାନେ ଯୁଗେ ଯୁଗେ ଭିକାରୀ ଥିଲେ ଆଜ୍ଞା ଆପଣ ପୁରାଣ ପଢନ୍ତୁ ତିନିଟା ବେଳା ବହି ପଢୁନାହାନ୍ତି କହିଲେ ଦରିଦ୍ର ବିପ୍ର ମୁହିଁ କାହିଁ ପାଇବି ଦୁହାରିଆ ଗାଈ ତେଣୁ ବ୍ରାହ୍ମଣ ମାନଙ୍କୁ ମା ଲକ୍ଷ୍ମୀ ଭଲ ପାଆନ୍ତିନି ଲକ୍ଷ୍ମୀ ଜାଣିକି ଚାଲାକି ବୋଲି ଭଲ ପାଉନାହାନ୍ତି। କାହିଁକି ଭଲ ପାଆନ୍ତିନି ଏ ସଂସାରରେ ତିନିଟା ଜିନିଷ ଶସ୍ତା ସେଇଥିପାଇଁ ଲକ୍ଷ୍ମୀ ମା ଭଲ ପାଉନାହାନ୍ତି ବ୍ରାହ୍ମଣକୁ। କଣ କଣ ଶସ୍ତା ଲୁଣ ଛଣ ବ୍ରାହ୍ମଣ ଇଏ ଶସ୍ତା ହେଇଗଲେ। ପାଣି ପଇଲେ କାରଣ କଥାଟାକୁ ଟିକେ ଶୁଣୁ ବ୍ରାହ୍ମଣ ମାନଙ୍କୁ ନାରାୟଣ ଭଲ ପାଆନ୍ତି ଖାଲି ଭଲ ପାଆନ୍ତିନି ଆଜ୍ଞା ନାରାୟଣ ଯୁଗେ ଯୁଗେ ବ୍ରାହ୍ମଣ ରୂପକୁ ଧାରଣ କରିଛନ୍ତି ସତ୍ୟ ଯୁଗରେ ପ୍ରଭୁ ବ୍ରାହ୍ମଣ ରୂପକୁ ଧାରଣ କଲେ ଆଜ୍ଞା ମା ତ୍ରେତୟା ଯୁଗରେ ପ୍ରଭୁ ବ୍ରାହ୍ମଣ ରୂପକୁ ଧାରଣ କଲେ ଦ୍ୱାପର ଯୁଗରେ ପ୍ରଭୁ ବ୍ରାହ୍ମଣ ରୂପକୁ ଧାରଣ କଲେ କଳି ଯୁଗରେ ପ୍ରଭୁ ବ୍ରାହ୍ମଣ ରୂପକୁ ଧାରଣ କଲେ ସତ୍ୟ ଯୁଗରେ କୋଉ ବ୍ରାହ୍ମଣ ରୂପକୁ ଧାରଣ କଲେ ନା ସତ୍ୟ ଯୁଗରେ ପ୍ରଭୁ ହେଇଥିଲେ ଛୋଟିଆ ବାମନ ଅବତାର ନେଲେ ଆଜ୍ଞା ଉପେନ୍ଦ୍ର ବାମନ ବଳି ଦ୍ୱାରକୁ ଭିକ୍ଷା ମାଗିବାକୁ ଗଲେ ବ୍ରାହ୍ମଣ ରୂପକୁ ଧରି ଆଜ୍ଞା ନା ନାଇଁ ଛାଡ଼ିଦେଲେ ତ ଶୁଭିବନି ଜମା ହଉ ହଉ ତେବେ ସତ୍ୟ ଯୁଗରେ ପ୍ରଭୁ ଉପେନ୍ଦ୍ର ବାମନ ହେଲେ ବ୍ରାହ୍ମଣ ରୂପକୁ ଧରିଲେ ତ୍ରେତୟା ଯୁଗରେ ପ୍ରଭୁ ପରଶୁରାମ ରୂପକୁ ଧରିଲେ ବ୍ରାହ୍ମଣ ରୂପକୁ ଧରିଲେ ଯମଦଗ୍ନିଙ୍କ ଔରସରୁ ଜନ୍ମ ନେଲେ ହେଲେ ବ୍ରାହ୍ମଣ ବ୍ରାହ୍ମଣ ହେଇ 21 ଥର ଆଜି ନିକ୍ଷେତ୍ରୀ କରିଥିଲେ ପୃଥିବୀ ତ୍ରେତୟା ଯୁଗରେ ପ୍ରଭୁ ହେଲେ ବ୍ରାହ୍ମଣ ଦ୍ୱାପର ଯୁଗରେ ଜରାସନ୍ଧ ପାଖକୁ ଗଲା ବେଳେ ପ୍ରଭୁ ଆଜି ବ୍ରାହ୍ମଣ ରୂପକୁ ଧରିଥିଲେ ଆଉ କଳି ଯୁଗରେ ଏ ଜଗା ବଳିଆ ତ 12 ବର୍ଷ ଆଜି ବ୍ରାହ୍ମଣ ହୋଇ ବୁଲିଲେ ଅଭିଶାପେ ଖାଇବାକୁ ପାଉନଥିଲେ ସେ ବହୁ ଭଲେ ଜଗନ୍ନାଥ ବଳଭଦ୍ର ମା କଳି ଯୁଗରେ ବ୍ରାହ୍ମଣ ରୂପକୁ ଧରିଲେ ମୋ ମା ଅଭିଶାପ ଦେଲେ 12 ବର୍ଷ ସେ ବୁଲିଲେ ତେଣୁ କହିବାର କଥା ପ୍ରଭୁ ଯୁଗେ ଯୁଗେ ବ୍ରାହ୍ମଣ ବେଶ ଧରିଛନ୍ତି କହିଲେ ମୁଁ ବ୍ରାହ୍ମଣ ମାନଙ୍କୁ ଭଲ ପାଏ ବ୍ରାହ୍ମଣ ମାନଙ୍କୁ ଭଲ ପାଆନ୍ତି ନାରାୟଣ କିନ୍ତୁ ଲକ୍ଷ୍ମୀ ଭଲ ପାଆନ୍ତି କାହିଁକି ଏ ଗୋଟେ ଦୁଇଟି କଥା କହୁଛି ବିଷୟଟି ଆରମ୍ଭ କରିବି ଚିତ୍ତବାବୁ ତ କହିଲେ ସାର୍ ଆଜି ବିଷୟଟି କରିବି ମୁଁ କହିଲି ହଁ କରିବି କିଛି ଅସୁବିଧା ନାହିଁ ଆଉ କଥା ଟିକେ ପ୍ରସଙ୍ଗ ଟିକେ ଆଲୋଚନା ଖାଲି ଆଗକୁ ନେଇଯାଉଛି ମୋ ମା ମହାଲକ୍ଷ୍ମୀଙ୍କ କଥା ଯେହେତୁ ମାଙ୍କର ପୀଠ ତାଙ୍କ ବିଷୟ ଧରି ନ କହିଲେ ଭଲ ଲାଗିବନି ତାଙ୍କ କଥା ନା ନାଇଁ ଲକ୍ଷ୍ମୀ କହିଲେ କହିଲେ ମୁଁ ବ୍ରାହ୍ମଣ ମାନଙ୍କୁ ଭଲ ପାଏ କାହିଁକି 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 ଭଲ ପାଆନ୍ତିନି? ମନେ ରଖ ଲକ୍ଷ୍ମୀ କହିଲେ ମୁଁ କାହିଁକି ବ୍ରାହ୍ମଣ ମାନଙ୍କୁ ଭଲ ପାଏନି ଆପଣ ମାନେ ଟିକେ ଧ୍ୟାନ ରଖିବେ ଆଜ୍ଞା ଧୀରେ ଧୀରେ ଯାଉ। ଯେତିକି ଗୁରୁଙ୍କର ଆଶୀର୍ବାଦ ଅଛି ଆପଣ ମାନଙ୍କ ସ୍ନେହ ସଦିଚ୍ଛା ଅଛି ସାଉଣ୍ଡ ଟିକେ ଆମକୁ ସାଥ ଦଉନି ତଥାପି ଯାହା ହଉ ତାର ଭିତରେ ଆପଣ ମାନଙ୍କୁ ଶୋଭା ଯାଉଛି କାଲି ତାକୁ ଆମେ ବାଗେଇବାକୁ ପଡିବ କଥା ହବନି ତେବେ ଆଜ୍ଞା ସତ୍ୟ ଯୁଗରେ ଆପଣଙ୍କର ତ ବଡ ପାର୍ଟି ଅଛି ମାଇକ ନ ହଉ ନାଇଁ ଗଳା ଟିକେ କମି ଯାଇଛି କଣ କରିବା? ପାଲା ଗାଇକି ଆସିଲୁ ପାରିକୁଦ ଗୋମୁଣ୍ଡିଆ ତାପରେ ଆସିଲୁ ନୟାଗଡ ଏ ବର୍ଷା ଏଇଠି ଗଳା ଦବି ଯାଇଛି ତେବେ ଜଗନ୍ନାଥ ମହାପ୍ରଭୁ କହିଲେ ଯେ ମୁଁ ଯାହାକୁ ଭଲ ପାଉଛି ମୋ ସ୍ତ୍ରୀ ତାକୁ ଭଲ ପାଉନି ଲକ୍ଷ୍ମୀ କହିଲେ ମୁଁ କାହିଁକି ବ୍ରାହ୍ମଣ ମାନଙ୍କୁ ଭଲ ପାଉନି ଶୁଳ୍କ ପଡୁଛି ବହି ହଉଛି ସୁଭାଷିତ ରତ୍ନ ଭାଣ୍ଡାଗାର କବି ହେଲେ ନାରାୟଣ ରାମ ଆଚାର୍ଯ୍ୟ ସେ କହିଲେ ଲକ୍ଷ୍ମୀ କାହିଁକି ବ୍ରାହ୍ମଣ ମାନଙ୍କୁ ଭଲ ପାଆନ୍ତି ପିତ ଗସ୍ତେନ ତାତ ତଳ ତଳ ହତ ବଧବନ୍ଥନ ରୋଷା ବିପ୍ରବିଜେ ସବଗନ ବିବରେ ଧାରିତା ବରିଣିବେ
ପ୍ରତି ଦିବସ ଉମାକାନ୍ତ ପୂଜା ନିମିତ୍ତ ଆଖିନା ସଦା ହମ୍ ଦୁଜ କୁଳ ସାଧନ ନାଥ ନିତ୍ୟಂ ତେଜାମି। ଲକ୍ଷ୍ମୀ କାହିଁକି ଆଜ୍ଞା ବ୍ରାହ୍ମଣ ମାନଙ୍କୁ ଭଲ ପାଆନ୍ତିନି ସେ କଥାଟା ମୁଁ ପଢୁଛି। କବି ହଉଛନ୍ତି ସୁଭାଷିତ ରତ୍ନ ଭାଣ୍ଡାର, କବି ହେଲେ ନାରାୟଣ ରାମ ଆଚାର୍ଯ୍ୟ ହେଲା। ସେ କହିଲେ ପିତ୍ତ ବସ୍ତେନ ତାତ, ଲକ୍ଷ୍ମୀ କହିଲେ ମୁଁ କାହିଁକି ବ୍ରାହ୍ମଣ ମାନଙ୍କୁ ଭଲ ପାଏନି। ପିତ୍ତ ଅଗସ୍ତ୍ୟେନ ତାତ, ଅଗସ୍ତ୍ୟ ବୋଲି ଜଣେ ବ୍ରାହ୍ମଣ ଥିଲେ, ସେ ମୋ ବାପାଙ୍କୁ ଚଳୁ କରି ପିଇଦେଲେ ଆଜ୍ଞା। ଅଗସ୍ତ୍ୟ ଲକ୍ଷ୍ମୀ କହିଲେ ଅଗସ୍ତ୍ୟ ବୋଲି ଜଣେ ବ୍ରାହ୍ମଣ ଥିଲେ, ଛୋଟିଆ ବ୍ରାହ୍ମଣ, ନିଜ ବ୍ରହ୍ମ ଶକ୍ତି ବଳରେ ବାପାଙ୍କୁ ସେ ଚଳୁ କରିଦେଲେ। ଯୋଉ ବ୍ରାହ୍ମଣ ମୋ ବାପାଙ୍କୁ ଚଳୁ କରିଦେଲେ ମୁଁ ସେ ବ୍ରାହ୍ମଣ ମାନଙ୍କୁ ଭଲ ପାଇବି ହବ? ମା ଯଦି ବାପା ପାଖରେ କେହି ଦ୍ରୋହ କରେ ତମେ ଝିଅ ମାନେ ତାଙ୍କୁ ଭଲ ପାଇବ? କେବେ ଭଲ ପାଇବନି। ଲକ୍ଷ୍ମୀ କହିଲେ ଯୋଉ ବ୍ରାହ୍ମଣ ମୋ ପିତାଙ୍କୁ ମୋ ବାପାଙ୍କୁ ଚଳୁ କରିଦେଲେ ସେ ବ୍ରାହ୍ମଣଙ୍କୁ ଭଲ ପାଇବି। ତାଙ୍କ ବାପା କିଏ? ଆପଣ ଦେଖିବେ ସତ୍ୟ ଯୁଗରେ ବ୍ରାହ୍ମଣ ନିଜ ବ୍ରହ୍ମ ଶକ୍ତି ବଳରେ 7 ସମୁଦ୍ରକୁ ପିଇଦେଲେ। ଆମେ ସବୁ ଶୁଣିଛେ ପୁରା। 7 ସମୁଦ୍ରକୁ ପିଇଦେବା ପରେ ଅଗସ୍ତ୍ୟ ବ୍ରାହ୍ମଣ ବସି ପାରିଲେନି, ଉଠି ପାରିଲେନି। ଆମେ ମା ଜଳ ପିଇଲେ କେତେ ପାଣି ପିଉଛୁ? ଆମେ ଗିଲାସେ 2 ଗିଲାସେ କିଏ ଢାଳେ ପିଇଦବ, କିଏ ବାଲ୍ଟିଏ ପାଣି ପିଇଦବ, ଆଉ କଣ ଗୋଟେ କୂଅର ପାଣି କି ସମୁଦ୍ର ପାଣି ଆମେ ପିଇଦବା? ମୋ ସ୍ତ୍ରୀ ପୁରା 3 ବୋତଲ ଗୋଟେ ରାଜ୍ୟରେ ପିଇଦେଲା, ତା ପେଟ ଏଡି ବଡ ଫୁଲିକି ତାକୁ ପାଣି ଓଦରୁ ରୋଗ ହେଲା। ଆଚ୍ଛା ତୋ ସ୍ତ୍ରୀ କଥା ଆମେ ପଚାରିଦେଲେ? ପାଣି ପିଇବା କଥା କହିଲା ବୋଲି ମୁଁ କହିଦେଲି। ତେବେ ଆଜ୍ଞା 7 ସମୁଦ୍ରକୁ ପିଇଦେଲା ଅଗସ୍ତ୍ୟ ବ୍ରାହ୍ମଣ। 7 ସମୁଦ୍ରକୁ ପିଇ ସାରିବା ପରେ ବସି ପାରିଲେନି, ଉଠି ପାରିଲେନି। କଣ କରିବେ? ସଂସାରରୁ ଜଳ ଚାଲିଗଲା। ଜଳ ରହିଲା କାହା ପାଖରେ? ଅଗସ୍ତ୍ୟ ବ୍ରାହ୍ମଣଙ୍କ ଗର୍ଭରେ। ରହିବା ପରେ ସବୁ ଦେବତା ମାନେ ମିଶିକି ସ୍ତୁତି କଲେ, କହିଲେ ଆଜ୍ଞା ଯାହା ହେଇଛି ହେଇ ଜଳକୁ ସୃଷ୍ଟିକି ଛାଡି ଦିଅନ୍ତୁ, ଜଳ ସୃଷ୍ଟିକି ଛାଡି ଦିଅନ୍ତୁ। ଅଗସ୍ତ୍ୟ ବ୍ରାହ୍ମଣ କହିଲେ ହଉ ଛାଡିବି ଯେ ବୁଢା ତ ବସି ପାରୁନାହାନ୍ତି, ଉଠି ପାରୁନାହାନ୍ତି, କଣ କରିବେ? ବାନ୍ତି କଲେ? ନାଇଁ ନାଇଁ, କଣ କଲେ? କଣ ଅଗସ୍ତ୍ୟ ବ୍ରାହ୍ମଣ କହିଲେ ହଉ ହଉ ତମର କଥା ରକ୍ଷା କରିବି, ଜଳ ଛାଡିଦେବି। କଣ କଲେ? ଏ 7 ସମୁଦ୍ରର ଜଳକୁ ବ୍ରାହ୍ମଣ ଠିଆରେ ପରିସ୍ରା କଲେ। ସେହି ଦିନ ଠାରୁ ସମୁଦ୍ରର ଜଳ ଲୁଣିଆ ହୋଇଲା ଭଲେ। ଅଗସ୍ତ୍ୟ ବ୍ରାହ୍ମଣ ସେଟା ବସି ପାରିଲେନି, ଉଠି ପାରିଲେନି। 7 ସମୁଦ୍ର ଜଳ ଗର୍ଭ ଭିତରେ ବୁଢା ବାଧ୍ୟ ହେଲେ ଠିଆରେ ପରିସ୍ରା କରିଥିଲେ ଆଜ୍ଞା। ଇକୁ ସମୁଦ୍ର, ଦୁଗ୍ଧ ସମୁଦ୍ର, କ୍ଷୀର ସମୁଦ୍ର, ସମୁଦ୍ର ରସ ସବୁ ଭିନ୍ନ ଭିନ୍ନ ଥିଲା। ଯୋଉ ଦିନଠୁ ଅଗସ୍ତ୍ୟ ବ୍ରାହ୍ମଣଙ୍କ ଉତ୍ତରକୁ ଚାଲିଗଲା, ଅଗସ୍ତ୍ୟ ବ୍ରାହ୍ମଣ ଠିଆରେ ପରିସ୍ରା କରିଦେଲେ, ସେଇ ଦିନଠୁ ସମୁଦ୍ରର ଜଳ ଲୁଣିଆ ହେଇଗଲା। କଣ କଲୁ? 8 ଦିନ ତଳେ ତ ପିଲାପିଲି ଯେ ସମୁଦ୍ର ନେଲୁ ବୁଲେଇବାକୁ, ତୁ ଜାଣିପାରିଲୁନି ଅଗସ୍ତ୍ୟ ଋଷିଙ୍କ ପରିସ୍ରା ସେ? ଆରେ ଯାହା କଲୁ କଲୁ ସେସବୁ ସେଥିରୁ ପିଇ ଦେଇକି ପାଇ ଦେଇକି ଆଇଲୁ ସେ ସମୁଦ୍ର ପାଣିକି। ସତ୍ୟ ଯୁଗରେ ଠିଆରେ ପରିସ୍ରା କରିଥିଲେ କିଏ? ଅଗସ୍ତ୍ୟ ବ୍ରାହ୍ମଣ। ଆଉ ତ୍ରେତୟା ଯୁଗରେ ମୁଁ ଯେତେ ଗୁଡେ କଥା କହିବି, ଗୋଟେ 4 ଯୁଗ କଥା ମୁଁ ମୋ ଗୁରୁଙ୍କର ଆଶୀର୍ବାଦ ଶିଖିଛି ଆଜ୍ଞା। ଯେତିକି ଦରକାର ମୁଁ କହିବି। ଆପଣଙ୍କ ଗୁରୁ କିଏ? ମୋ ଗୁରୁ ହଉଛନ୍ତି ଗାୟକ ଜ୍ଞାନ ବାରିଧି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ। ସେ ଅଛନ୍ତି? ହଁ ଅଛନ୍ତି, ଅଛନ୍ତି। ତେବେ ସତ୍ୟ ଯୁଗରେ ଅଗସ୍ତ୍ୟ ବ୍ରାହ୍ମଣ ଠିଆରେ ପରିସ୍ରା କରିଥିଲେ। ଆଉ ତ୍ରେତୟା ଯୁଗରେ ସେଦିନ ଇନ୍ଦ୍ରଜିତ ସହିତ ଯୁଦ୍ଧ ହଉଥାଏ। ଇନ୍ଦ୍ରଜିତକୁ ଯୁଦ୍ଧରେ ମାରିବା ପାଇଁ ଯାଇଛନ୍ତି ବିଭୀଷଣ, ଲକ୍ଷ୍ମଣ ଏବଂ ହନୁମାନ। ପଥ ଦେଇ ପ୍ରବେଶ କରିବା ପରେ ଯେତେବେଳେ ଦେଖିଲେ ଯଜ୍ଞ ଚାଲିଛି, ଆଉ ମାତ୍ର ଅଳ୍ପ କେତୋଟି ଆହୁତି ବାକି ଅଛି। ଆହୁତି ପୂର୍ଣ୍ଣ ହେଲେ ଯଜ୍ଞ କୁଣ୍ଡରୁ ବାହାରିବ ବିମାନ ବାହାରିବ। ସେଇ ବିମାନ ଚଢି ଯଦି ଇନ୍ଦ୍ରଜିତ ଯୁଦ୍ଧ କରିବ, ଆଉ ତାକୁ ମାରିଲା ବେଳ ସଂସାରରେ କେହି ନାହିଁ। ଆଶ୍ଚର୍ଯ୍ୟ ହଉଛନ୍ତି ବିଭୀଷଣ, ଆଶ୍ଚର୍ଯ୍ୟ ହଉଛନ୍ତି ଲକ୍ଷ୍ମଣ। ହନୁମାନ ଭାବିଲେ, ହନୁମାନ କହିଲେ ୟା ଯଜ୍ଞଟା ସିନା ପୂର୍ଣ୍ଣ ହେଲେ ବିମାନ ବାହାରିବ, ଯଦି ଯଜ୍ଞକୁ ମୁଁ ମାରା କରିଦେବି ଚଢିଗଲା ଉପରକୁ, ବୃକ୍ଷ ଉପରକୁ। ବଟ ବୃକ୍ଷ ପରେ ଚଢି ହନୁମାନ ଠିଆରେ ପରିସ୍ରା କଲା। ତାର ପରିସ୍ରା
ପଡିଲା ଯଜ୍ଞ ମାରା ହୋଇଗଲା। ହନୁମାନ ଆଞ୍ଜନେୟ ହନୁମାନ ଆଜ୍ଞା ନିକୁମ୍ଭିଲ ଯଜ୍ଞ କୁଣ୍ଡରେ ବଟ ବୃକ୍ଷ ଉପରେ ରହି ସିଆରେ ପରିସ୍ରା କରିଥିଲେ ନାଇଁ। ଆଉ ଦ୍ୱାପର ଯୁଗରେ ଦ୍ୱାପର ଯୁଗରେ ମନେ ରଖ ଦ୍ୱାପର ଯୁଗରେ ଆପଣ ଦେଖିବେ ଯେତେବେଳେ ଦୁର୍ଯ୍ୟୋଧନ ଯାଉଛି ପଥର ଘର ନିକଟକୁ, ମାମୁଁ ଘର 100 ପୁଅ ଅଜାକୁ ପଥର ଘରେ ବାନ୍ଧିକି ରଖିଛି ଦୁର୍ଯ୍ୟୋଧନ। କାହାଣୀ ଆପଣ ମାନେ ଜାଣିଛନ୍ତି, ମୁଁ ଖାଲି ମନେ ପକେଇ ଦଉଛି। ବାନ୍ଧିକି ରଖିଥିଲା ବେଳେ ଦାସୀ ଖାଦ୍ୟ ପାତ୍ର ନେଇକି ଯାଉଛି, ଜଣକ ବି ଖାଦ୍ୟ ପାତ୍ର ନେଇକି ଯାଉଛି। ଦୁର୍ଯ୍ୟୋଧନ ଆଗେ ଆଗେ ପଛେ ପଛେ ଦାସୀ। ଦୁର୍ଯ୍ୟୋଧନ ତାକୁ ପରିସ୍ରା ଲାଗିଲା। ଦୁର୍ଯ୍ୟୋଧନ ଠିଆରେ ପରିସ୍ରା କରିଥିଲା, ତା ପରିସ୍ରାରେ ବର ଫଳଟା ଭାସିଗଲା। ସେଇଠୁ ହସିଲା ଦୁର୍ଯ୍ୟୋଧନ, କହିଲା ଆରେ କେତେ ବଡ ବଟ ବୃକ୍ଷ, ତା ଫଳଟା ମୋ ପରିସ୍ରାରେ ଭାସି ଯାଉଛି। ସେ ଗର୍ବରେ ହସିଲା। ଦେଖ ଏ କଥା ଶୁଣିଛନ୍ତି ଆପଣ ମାନେ, ଏ ମହାଭାରତ କାହାଣୀ। ତେଣୁ ସେ ସେଇଠି ହସିଥିଲା। ତାପରେ ଦାସୀକି ନେଇଛି, ଦାସୀ ମୁଣ୍ଡ କଟା ହବା କଥା କହି ଶକୁନି କଥା ଗଲା, ସେ ଅଲଗା କଥା। ତେଣୁ ମୁଁ ପୁରୁଣା କଥାକୁ ଫେରି ଆସୁଛି। ଲକ୍ଷ୍ମୀ କହିଲେ ମୁଁ କାହିଁକି ବ୍ରାହ୍ମଣ ମାନଙ୍କୁ ଭଲ ପାଏନି ନା, ଅଗସ୍ତ୍ୟ ବୋଲି ଜଣେ ବ୍ରାହ୍ମଣ ଥିଲେ, ସେ ମୋ ବାବାଙ୍କୁ ଚଳୁ କରିଦେଲେ। ଖାଲି ସେତିକି ନୁହଁ, ଆଉ ଜଣେ ବ୍ରାହ୍ମଣ କିଏ, ଭୃଗୁ ବୋଲି ଜଣେ ବ୍ରାହ୍ମଣ ଥିଲେ, ଯାହାକୁ ବତ୍ସ ବ୍ରାହ୍ମଣ ଆପଣ ଶ୍ରୀବତ୍ସ ବ୍ରାହ୍ମଣ ବୋଲି କୁହନ୍ତି। ସେ ମୋ ସ୍ୱାମୀଙ୍କର ବକ୍ଷ ଦେଶରେ ପଦାଘାତ କଲେ। ଯୋଉ ବ୍ରାହ୍ମଣ ମୋ ବାପାଙ୍କୁ ଚଳୁ କରିଦେଲେ, ଯୋଉ ବ୍ରାହ୍ମଣ ମୋ ସ୍ୱାମୀଙ୍କର ବକ୍ଷ ଦେଶରେ ପଦାଘାତ କଲେ, ସେ ବ୍ରାହ୍ମଣଙ୍କୁ ଭଲ ଦୃଷ୍ଟିରେ ଦେଖିବି? ହବନି ହବନି ହବନି। ଖାଲି ସେତିକି ନୁହଁ, ଏଇ ବ୍ରାହ୍ମଣ ମାନେ ରାତ୍ରି ପାହିଲେ ମୋ ମା ମାନେ ଶୁଣୁଥା କଥାଟା ତାପରେ ବିଷୟ ଆରମ୍ଭ କରିବି ତମମାନଙ୍କ ପାଇଁ। ସେ ପ୍ରଭୁଙ୍କ କଥା ଆଜି କହିବି। ଲକ୍ଷ୍ମୀ କହୁଛନ୍ତି ଦେବର୍ଷି ନାରଦ, କହିଲେ ମୁଁ କାହିଁକି ବ୍ରାହ୍ମଣ ମାନଙ୍କୁ ଭଲ ପାଏନି? କହିଲେ ଏଇ ବ୍ରାହ୍ମଣ ମାନେ ରାତ୍ରି ପାହିଲେ ମୋ ଘରକୁ ଭାଙ୍ଗି ଦିଅନ୍ତି, ମୋ ଘର ଭାଙ୍ଗି ଦିଅନ୍ତି। କଣ ଭାଙ୍ଗି ଦିଅନ୍ତି? ଆଚ୍ଛା, ଲକ୍ଷ୍ମୀଙ୍କ ଘର ଭାଙ୍ଗି ଦିଅନ୍ତି ବ୍ରାହ୍ମଣ ମାନେ। କେମିତି? ଲକ୍ଷ୍ମୀଙ୍କ ଘରଟା କୋଉଠି ଆଜ୍ଞା? ଲକ୍ଷ୍ମୀଙ୍କ ଘରଟା କୋଉଠି? ଗୋଟେ ଶ୍ଲୋକ କରୁଛି ଶୁଣ। ଲକ୍ଷ୍ମୀଙ୍କ ଘର କୋଉଠି? କହିଲେ ଲକ୍ଷ୍ମୀ ବିଲୁଅ ବନେ କଦମ୍ବ କୁସୁମେ ଦିବ୍ୟାଙ୍ଗନା କୁଞ୍ଜରେ ଚାଶ୍ୱରଥେ ଦିଶାଶ୍ଚ ଧବଳେ ସିଂହାସନେ ଗୋକୁଳେ ପଦ୍ମେ ଶଙ୍ଖ ବନେ ନରେନ୍ଦ୍ର ଭୁବନେ ଧ୍ୱଜେ ଛତ୍ରେ ଚାମରେ ସତ୍ୟ ଶୌର୍ଯ୍ୟ ଗୁଣେ ସଦା ନିବସତି ଶ୍ରୀକୃଷ୍ଣ ବକ୍ଷ ସ୍ଥଳେ। ଆଜ୍ଞା ଲକ୍ଷ୍ମୀଙ୍କ ଘର କୋଉଠି ଆପଣ ମାନେ ବି ଜାଣିଛନ୍ତି ଆଜ୍ଞା? ମୋ ମା ମନେ ରଖ, ଲକ୍ଷ୍ମୀ କୋଉ କୋଉ ଜାଗାରେ ରୁହନ୍ତି? ଲକ୍ଷ୍ମୀ କୋଉ ଜାଗାରେ ରହନ୍ତି? ଲକ୍ଷ୍ମୀ ବିଲୁଅ ବନେ ବେଲ ଗଛରେ ମୋ ମା ଲକ୍ଷ୍ମୀ ରୁହନ୍ତି। କଦମ୍ବ କୁସୁମେ କଦମ୍ବ ଫୁଲରେ ମୋ ମା ଲକ୍ଷ୍ମୀ ରୁହନ୍ତି। ଦିବ୍ୟାଙ୍ଗନା କୁଞ୍ଜରେ, ଦିବ୍ୟାଙ୍ଗନା କହିଲେ ଆଜ୍ଞା ସତୀ ନାରୀ। ସତୀ ନାରୀ ଦେହରେ ମୋ ମା ଲକ୍ଷ୍ମୀ ସଦା ସର୍ବଦା ସତୀ ନାରୀ। ସତୀ ନାରୀର କିଛି କମ ଶକ୍ତି ନୁହେଁ ଆଜ୍ଞା, ସତୀ ନାରୀର କିଛି କମ ଶକ୍ତି ନୁହଁ। ସତୀ ନାରୀ ଦେହରେ ମୋ ମା ଲକ୍ଷ୍ମୀ ସଦା ସର୍ବଦା ବିରାଜମାନ କରନ୍ତି। ଆଉ କୋଉଥିରେ? ଶ୍ଵେତମ ଚାଶ୍ୱରଥେ। ସତୀ ନାରୀ କୋଉଠି ଭାବୁଲେଣି? ସତୀ ନାରୀ ନାରୀକି ଆପଣ କୋଉଠି ଦେଖିଲେଣି? ହଁ, ଆପଣ ଜାଣିନାହାନ୍ତି। ସତୀ ନାରୀ ହାତରୁ ଆପଣ ଚା ପିଇଛନ୍ତି, ତାକୁ ଚିହ୍ନି ପାଇଲେନି। ସତୀ ନାରୀ ହାତରୁ ମୁଁ ଚାହା ପିଇଛି, ମୁଁ ତ ଜାଣିପାରିଲିନି। ସତୀ ନାରୀ ପାଖରେ ଆପଣ ବସିକି କଥାବାର୍ତ୍ତା ହେଇଛନ୍ତି, କିନ୍ତୁ ଆପଣ ଚିହ୍ନି ପାରିନାହାନ୍ତି। ଆରେ ମୁଁ ସତୀ କିଏ ତ ମୁଁ ତ ଏଯାବ ତ ଜାଣିନି। ସତୀ ନାରୀ ଆପଣଙ୍କୁ ଭାତ ବାଢିକି ଦେଇଛି, ଆପଣ ତା ପାଖରେ ବସିକି ଖାଇଛନ୍ତି, କିନ୍ତୁ ଚିହ୍ନି ପାରୁନାହାନ୍ତି। ଆରେ କୋଉଠି ଅଛି? ଆମରି କଟକ ଜିଲ୍ଲାରେ। ତମ କଟକ ଜିଲ୍ଲାରେ? ଆଜ୍ଞା। କୋଉଠି? ଆମରି ବ୍ଲକରେ। ତମ ବାକି ବ୍ଲକରେ? ଆଠଗଡ଼ ବ୍ଲକ। ଆଠଗଡ଼ ବ୍ଲକ? ଆଜ୍ଞା। ଆଚ୍ଛା, ଆଉ ଆମ ସିକିରିଆ ପଞ୍ଚାୟତରେ, ସତ? ଆମରି ଗାଁରେ, ଆଚ୍ଛା, ଆମରି ସାହିରେ, ଆମରି ଘରେ। ତା ମାନେ କିଏ ସେ? ମୋ ସ୍ତ୍ରୀ। ଆରେ ୟା ସ୍ତ୍ରୀ ସତୀ? ଶୁଣୁନୁ, ସତୀ କାହାକୁ କହନ୍ତୁ ଜାଣିଛୁ? ଆଜ୍ଞା ଆଜି ବେଳ ହଉନି, କାଲି ପରଦିନ କହିବି।
ଆଜ୍ଞା ମୋ କଥା ରହିଗଲାଣି ହଉ। ତୋ ସ୍ତ୍ରୀ ସତୀ କି ଅସତ୍ୟ ମୁଁ କହିବିନି ସତୀ, ସତୀ। ତୁ ବୁଝିକି ମତେ କହିବୁ କୋଉ ଗୁଣ ତାଠେ ନାହିଁ କଣ ଅଛି ସବୁ ଗୁଣ ତାଠେ ଖୁଣ୍ଟି ହେଇକି ଅଛି ସତ ହଁ କହିଲ ଯୋଉଦିନ ମୋ ପାଦ ଧୂଳି ସେ ନ ପାଇବ ସେଦିନ ଭାତ ଖାଇବନି ଖାଣା ଉପାସ ତୋ ପାଦ ଧୂଳି ନ ନେଲେ ଭାତ ଖାଇବନି ଭଲ ଭଲ ମାନେ ଏତେ ତାର ସ୍ୱାମୀ ଭକ୍ତ ଭଲ ନା ଖରାପ କଣ ଏବେ ତ ତୁ ଇଆଡେ ଆଇ ସେ ପାଦ ଧରି ଦଉଛି କେମିତି ଆଉ ସେ କଣ କମ ଚାଲାକି କି ଡବାରେ ବାଲି ଥୋଇଛି ମୋ ସ୍ୱାମୀ ଏତିକି ଦିନ ପାଲାକୁ ଯାଇଛନ୍ତି ଦେଖିଲା ଡବାରୁ ବାଲି ସରିଯାଉଛି ସ୍ୱାମୀ ପାଲାରୁ ଫେରୁନାହାନ୍ତି ହଁ ସେ ବାହାର ବାଲି ଆଣିକି ଡବାରେ ମିଶେଇ ଦଉଛି ବାସ୍ ମୁଣ୍ଡରେ ମାରିକି ଖାଉଛି ଚଳଉଛି ଯା ତୋ ସ୍ତ୍ରୀ ଗୋଟିଏ ତ ସତ୍ୟ ମୁଁ ଦେଖିଲି ଆମ ଓଡିଶାରେ ତ ଏବେ ଟିକେ ସତ୍ୟ ଗୋଟିଏ ପିସ୍ ମୂର୍ଖ ମାନେ ତ ପାଦ ଧରି ରହ ରହ ଲକ୍ଷ୍ମୀ କୋଉଠି ରୁହନ୍ତି ନା ଲକ୍ଷ୍ମୀ ବିଲୁଆ ମାନେ କଦମ୍ବ କୁସୁମେ କଦମ୍ବ ଫୁଲେ ଦିବ୍ୟାଙ୍ଗନା କୁଞ୍ଜରେ ସତୀ ନାରୀ ଦେହରେ ମୋ ମା ଲକ୍ଷ୍ମୀ ରହନ୍ତି ଶ୍ଵେତମ ଚାଷ ରଥେ ଧଳା ଅଶ୍ୱ ନିକଟରେ ମୋ ମା ଲକ୍ଷ୍ମୀ ରୁହନ୍ତି ରଥରେ ଲକ୍ଷ୍ମୀ ରୁହନ୍ତି ବିଶାସ୍ତ୍ର ସିଂହାସନରେ ଲକ୍ଷ୍ମୀ ରୁହନ୍ତି ଆଜ୍ଞା। ଗୋକୁଳ କହିଲେ ଗୋଗୋଷ୍ଠରେ ମା ଲକ୍ଷ୍ମୀ ରୁହନ୍ତି ଆପଣ ଦେଖିବେ ଗୋଗୋଷ୍ଠରେ ମା ଲକ୍ଷ୍ମୀ ବିରାଜମାନ କରନ୍ତି ଗାଈ ଗୋଠରେ ହଁ ଗାଈ ଗୋଟେ ଗାଈ ଗୋଠରେ କୃଷ୍ଣ ଜନ୍ମ ନେଲେ ଏବେ ସେଟା ଧାନ ଚାଷ ହେଇଗଲା ଧାନ ଆଗେ ଆଗେ ପ୍ରକୃତରେ ଗୋ ସମ୍ପଦକୁ ସମ୍ବଳ କରି ବଞ୍ଚୁଥିଲେ ଲୋକମାନେ ଆଜ୍ଞା ପୁରୁଣା କାଳରେ ହଁ ହଁ ଏବେ ଧାନ ସମ୍ପଦ ହେଇଗଲା ସବୁ ପ୍ରକାର ବଢିଗଲା ଆମେ ତାକୁ ତିଆରି କରୁଛେ କିନ୍ତୁ ଗାଈ ଆପଣ ଦେଖିବେ ଗୋଟେ ଗୋପାଳ ଘରର ପୁଅ ଗାଈ ଦୁଇଟି ଚାରୋଟି ରଖିଥିବ ତାର କେବେ ଅଭାବ ହବନି ଆଜ୍ଞା। କେବେ ତାର ଅଭାବ ହବନି ହଁ ନା ନାଇଁ ତେଣୁ ଗୋକୁଳରେ ମା ଲକ୍ଷ୍ମୀ ରୁହନ୍ତି ଆଉ କୋଉଠି ଆଉ କୋଉଠି ଛତ୍ରେ ପଦ୍ମେ ପଦ୍ମବନରେ ରହିବେ ପଦ୍ମ ଫୁଲରେ ଛତ୍ରରେ ରହିବେ ଧ୍ୱଜା କଲେ ପତାକାରେ ରହିବେ ଆଉ ଶ୍ରୀକୃଷ୍ଣଙ୍କ ବକ୍ଷସ୍ଥଳରେ ସଦା ସର୍ବଦା ରହିବେ ଆପଣ କହିଲେ ଏଇ ଜାଗାରେ ଲକ୍ଷ୍ମୀ ରହିବେ କୋଉ କୋଉ ଜାଗା ଲକ୍ଷ୍ମୀ ରୁହନ୍ତିନି ଏଇଟା ଆମ ପାତ୍ର ଭାଇଙ୍କ ପାଇଁ ଛାଡି ଦେଇଥିବା ପାତ୍ର ବାବୁଙ୍କ ସହିତ ଭେଟ ପ୍ରଥମେ ହେଇଛି ଯଦି ସିଏ ନ କହେ ମୁଁ କାଲି କହିବି ଅସୁବିଧା କଣ ପାତ୍ର ବାବୁଙ୍କ ପାଇଁ ଥାଉ ଆଜ୍ଞା ନା ନାଇଁ ଆଚ୍ଛା ଲକ୍ଷ୍ମୀ ଆଜ୍ଞା କହିଲେ କହିଲେ ମୁଁ କାହିଁକି ବ୍ରାହ୍ମଣ ମାନଙ୍କୁ ଭଲ ପାଏ ନା କାହିଁକି ନା ବ୍ରାହ୍ମଣ ମାନେ ଜଣେ ବ୍ରାହ୍ମଣ ଥିଲା ମୋ ବାପାଙ୍କୁ ଚଳି କରିଥିଲା ଆଉ ଜଣେ ବ୍ରାହ୍ମଣ ମୋ ସ୍ୱାମୀଙ୍କର ବକ୍ଷ ଦେଶରେ ପଦାଘାତ କଲା ଆଉ ବ୍ରାହ୍ମଣ ମାନେ ରାତ୍ରି ପାଇଲେ ମୋ ଘରକୁ ଭାଙ୍ଗିଦେଲେ ହଁ ଶିବ ଠାକୁରଙ୍କୁ ପୂଜା କରିବେ ବୋଲି ବେଲ ଗଛକୁ ସବୁ ବେଲପତ୍ର ଛିଣ୍ଡେଇ ଆଣିଲେ ମୋ ଘରକୁ ଭାଙ୍ଗିଲେ ଆଜ୍ଞା କେମିତି ତାକୁ ଭଲ ପାଇବି ଏତିକି କଥା କହିଲା ବେଳେ ଦେବର୍ଷି ନାରଦ ପଚାରିଲେ କହିଲେ ମା ତୋର ତ ନାଁ ଗୋଟେ ହଉଛି ଚଞ୍ଚଳା ହଁ ମା ମନେ ରଖ ଲକ୍ଷ୍ମୀର ଗୋଟିଏ ନାଁ ହଉଛି ଚଞ୍ଚଳା ଚଞ୍ଚଳା ତାର ଗୋଟିଏ ନା ସେ ବେଶୀ ଦିନ କାହା ପାଖରେ ରହିବନି ନାଇଁ ନାଇଁ ଯେତିକି ଦିନ ଯାହା ପାଖରେ ଶୁଭ ଦୃଷ୍ଟି ପକେଇବ ତାର ଅମାପ ସମ୍ପତ୍ତି ହେବ ଦଶମହଲା ଆଉ ଯୋଉଦିନ ମା ମନ ମୁହଁ ଫେରାଇ ନବ ହଁ ଆଉ ସେ କୋଠା ବାଡି ନାହିଁ ସେ ଦାଣ୍ଡର ଭିକାରୀ ଏ ଘରୁ ରଙ୍ଗ ଛାଡିଯିବ ଲକ୍ଷ୍ମୀ ଯାହାକୁ ଭଲ ସୁଦୃଷ୍ଟିରେ ଚାହିଁଲେ ଧନ ସମ୍ପତ୍ତି ମାଡି ଚାଲିବ ଯୋଉଦିନ ମା ମୁହଁ ଫେରାଇ ନବ ଧନ ସମ୍ପତ୍ତି କୁଆଡେ ଉଠେଇଯିବ ରେ ଆଜ୍ଞା ତେଣୁ କହିଲେ ମା ତୁ ତ ହଉଛୁ ଚଞ୍ଚଳା ତୁ କାହା ପାଖେ ବେଶୀ ଦିନ ରହୁନା ରହିବୁ ତୁ ନିଶ୍ଚଳ ହେଇକି କୋଉ ଜାଗାରେ ରହୁ ହଁ ଏଇ ଗୋଟିଏ ଶ୍ଲୋକ ପଢିବି କଣ ମା ବନ୍ଦ ରଖିବ ଲକ୍ଷ୍ମୀ ନିଶ୍ଚଳ ହେଇକି କାହା ପାଖେ ରୁହନ୍ତି ଆଜ୍ଞା ତମେ ଶୁଣିବ ତାକୁ କାମରେ ଲଗେଇବ ଆଜ୍ଞା ହେଲା ଲକ୍ଷ୍ମୀ ନିଶ୍ଚଳ ହେଇକି କାହା ପାଖରେ ରୁହନ୍ତି ଆ ପାଖରେ ମନେ ରଖ ବହି ହଉଛି ସଭାସିତ ରତ୍ନ ଭାଣ୍ଡାଗାର କବି ହେଲେ ନାରାୟଣ ରାମାଚାର୍ଯ୍ୟ ଆମର ତ ରେକର୍ଡିଂ ହଉଛି ଆମେ ଦୀପକ ରେକର୍ଡିଂ କରିବାକୁ ଆସିଛି ଖାଲି ମୋ ମା ମାନଙ୍କ ପାଇଁ କିନ୍ତୁ ଓଡିଶାର ସମସ୍ତଙ୍କ ପାଇଁ ମୁଁ କହୁଛି ବାସ୍ତବରେ ଲକ୍ଷ୍ମୀ ନିଶ୍ଚଳ ହେଇକି କାହା ଘରେ ରୁହନ୍ତି କାହା ଘରେ ଏ କଥାଟା ସମସ୍ତେ ଆମେ ଜାଣିନି ନା ନା କବି କହିଲେ କଣ କହିଲେ କୋଉ ଜାଗାରେ ରୁହନ୍ତି ଯତ୍ରାଭ୍ୟାଗତ ଦାନବାର ଚରଣ ପ୍ରକ୍ଷଣନ ଭୋଜନ ସେବାଂ ପିତୃଦେବତା ଚରବିଧି ସତ୍ୟଂ ଗୋପାଂ ପାଳନ ଅନ୍ୟାନ୍ୟମପି ସଂଗ୍ରହେର କଳହ ଚିତନୁ ରୂପଂ ପ୍ରିୟା ହରି କୋମଳା ତସ୍ମିନ୍ ଗୃହେ ନିଶ୍ଚଳା ମା ମନେ ରଖ ଲକ୍ଷ୍ମୀ କାହା ଘରେ ନିଶ୍ଚଳ ହେଇକି ରହିବେ କେବେ ଯିବେନି ତାଙ୍କ ଘରୁ କାହା ଘରେ କାହା ଘରେ ନା ଯତ୍ରାଭ୍ୟାଗତ ଦାନ ମାନ ଚରଣ ଯୋଉ ଘରେ ଅତିଥି ଅଭ୍ୟାଗତଙ୍କୁ ଯଥୋଚିତ ସେବା କରାଯାଏ ଆଜ୍ଞା ଆଜ୍ଞା ସତ୍କାର କରାଯାଏ ଅନ୍ନ ଭୋଜନ କରାଯାଏ ଜଳଦାନ କରାଯାଏ ବସ୍ତ୍ରଦାନ କରାଯାଏ ଅତିଥି ସେବା ଯୋଉ ଘରେ ଠିକ ଭାବରେ ହୁଏ ସେ ଘରେ ଲକ୍ଷ୍ମୀ ରହିବେ ଲକ୍ଷ୍ମୀ ମୋ ମା ଜୀବନ ଛାଡିକି ଯିବ ଯତ୍ରାଭ୍ୟାଗତ ଦାନ ମାନ ଚରଣ ପ୍ରକ୍ଷଳନ ଭୋଜନ ପାଦ ସେବା କରିବେ ନା ନାଇଁ ଅତିଥି ସତ୍କାର ଯୋଉ ଘରେ ଠିକରେ ହୁଏ ସେ ଘରେ ଲକ୍ଷ୍ମୀ ରହିବେ ଅତିଥି ସତ୍କାର କରିବି
ସତସେବାଂ ପିତୃ ଦେବତାର୍ଥ ବିଧି ଯୋଉ ଘରେ ଆଜି ଦେବତା ମାନଙ୍କର ପୂଜା କରାଯାଏ ଦେବ ପୂଜା ଯୋଉ ଘରେ ଠିକ ଘରେ ମା ହଉଥିବ ସେ ଘରେ ଲକ୍ଷ୍ମୀ ରହିବେ ଯୋଉ ଘରେ ବାପା ମାଙ୍କୁ ପୂଜା କରାଯାଉଥିବ ସେ ଘରେ ଲକ୍ଷ୍ମୀ ରହିବେ ପିତା ମାତାଙ୍କୁ ଯୋଉ ଘରେ ସେବା କରାଯିବ ମୋ ମା ଲକ୍ଷ୍ମୀ ଛାଡିକି ଯିବେନି ମନେ ରହୁଛି ପ୍ରକାଶ ବାପା ମାଙ୍କୁ ପୂଜା କରିବୁ ରେ ବାପା ମାଙ୍କୁ ସେବା କରିବୁ ଲକ୍ଷ୍ମୀ ଛାଡିକି ଯିବେନି ସତସେବାଂ ପିତୃ ଦେବତାର୍ଥ ବିଧି ସତ୍ୟମ ଗବାଂ ପାଳନ ଯୋଉ ଘରେ ଗାଈ ସେବା କରାଯାଏ ସେ ଘରେ ଲକ୍ଷ୍ମୀ ନିଶ୍ଚୟ ଗାଈ ସେବା କଲେ ତୋ ଘରେ ଗାଈ ରଖିଛୁ ଗାଈ ରଖିଛୁ ଗାଈ କି ଜାତି ମୁଁ କି ଜାତି ଆଉ ସେଇ ଯୋଗୁ ତ ଘର ସୂର୍ଯ୍ୟ ଚନ୍ଦ୍ର ଦେଖା ତ ଚାଳ କଣା ହେଇଛି ଆଉ ଗରୁଡିଆ ପଣ୍ଡା ହଳଟି ରଖିଛି କଣ କରୁଛୁ ହଳ କରୁଛି ମୁଁ ଚାଷୀ ପିଲା ଆରେ ସାରେ ଗୌର ଘର ପ୍ରବଳ ଗାଈ ଆମର ଗୋପାଳ ଘର ଆଜ୍ଞା ଆଗବେଳେ ମୋ ବାପା ଥିଲାବେଳେ ଆମେ ମୋ ମା ଥିଲାବେଳେ ବେଶୀ ଗାଈ ରଖୁଥିଲୁ ଆଉ ଗାଈ ସେବା କରିବା ପାଇଁ ଆମର କେହି ନାହାନ୍ତି ତଥାପି ଗୋଟିଏ ଦୁଇଟି ଗାଈ ରଖିଛୁ ଘରେ ଆଜ୍ଞା କାହିଁକି ଆଉ ଗୋପାଳ ଘର ପୁଅ ଯଦି ଆମେ ଗାଈ ନ ରଖିବୁ ଗାଈ କିଏ ରଖିବ ଆପଣଙ୍କର ଗୌଡ଼ ଘର ଗୌଡ଼ ପାହାଡ଼ ସଂସାରରୁ ଗୌଡ଼ ପାହାଡ଼ ସଂସାର ବାହାର ଦେଖିବେ କେନ୍ଦୁ ପାଟଣ ଅଛି କେନ୍ଦୁ ପାଟଣ ଅଛି ସେଗୁଡା କଣ ହବ ଆପଣଙ୍କ ସଂଘରେ ଥୁଆ ହେଇଛି ମୁଁ ଦେଖିଛି ନାଇଁ 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 ସେ ଦେଖିବେ ଆପଣ ଯୋଉ ଘରେ ଗୋମାତାର ସେବା କରାଯାଏ ସେ ଘରେ ଲକ୍ଷ୍ମୀ ନିଶ୍ଚୟ ହାଜର ତେଣୁ ଗୋମାତାଙ୍କୁ ସେବା କରିବା ପାଇଁ କେବେ ଭୁଲିବାନି ଆମେ ଆଜ୍ଞା ନା ଗୋମାତା ସେବା କରିବା ପାଇଁ କେବେ ଭୁଲିବାନି ଲକ୍ଷ୍ମୀ କଥା ପଡିଛି ବିଷୟ ଆରମ୍ଭ କରିବା ସେତିକି ସମୟ ଯିବ ଆଉ ଖାଲି ଗୋଟିଏ କଥା କହୁଛି ଆପଣମାନଙ୍କ ଦୃଷ୍ଟି ଥିବ କି ନାହିଁ ଆଜ୍ଞା ମୋ ମା କଥା ପଡିଲା ତ ଆଉ ଟିକେ ଦୂରକୁ ନବ ଆଜି ତ ହବନି କାଲିକି ଦେଖିବା ଆଉ ଆଚ୍ଛା ଆଉ ଆମେ ସମସ୍ତେ ଜାଣିଛେ ମହିଷାସୁରକୁ ମାରିଛନ୍ତି କିଏ ମା ମହିଷାସୁରଙ୍କୁ କିଏ ମାରିଲେ ଦୁର୍ଗା ତମେ ସମସ୍ତେ ଜାଣିଛ ଦୁର୍ଗା ମହିଷାସୁରକୁ ମାରିଲେ ତିନି ଭୁବନରେ ଶାନ୍ତି ପ୍ରତିଷ୍ଠା ହେଲା ଆଚ୍ଛା ମା ଲକ୍ଷ୍ମୀ କାହାକୁ ମାରିଛନ୍ତି ଜାଣିଛନ୍ତି ଆପଣ ଦୃଷ୍ଟିରେ ପଡିନଥିବ ଆଜ୍ଞା ପୁରାଣ ପଢିଛନ୍ତି ଆପଣ ସମସ୍ତେ ମୋ ମା ମାନେ ପୁରାଣ ପଢିଛନ୍ତି କଥାଟାକୁ ବୁଝି ପାରିନାହାନ୍ତି ମହାଲକ୍ଷ୍ମୀ କାହାକୁ ମାରିଛନ୍ତି ଦୁର୍ଗା ଯଦି ମାରିଲେ ଦୁର୍ଗତି ଆସିଲେ ଦୁର୍ଗା ମହିଷାସୁରକୁ ତାହେଲେ ମହାଲକ୍ଷ୍ମୀ କୋଉ ସ୍ତ୍ରୀ ମାରିଛନ୍ତି ମୁଁ ତ ପାତ୍ର ଭାଇଙ୍କୁ ପଚାରିଲେ ଯେ ହବନି ମୁଁ କହିଦେଇକି ଯାଉଛି କହିଦେବି ଗୋଟେ ଶ୍ଲୋକ ପଢୁଛି ଶୁଣ କହିଲେ ନମସ୍ତେ ଗରୁଡାରୁଢେ କୋଳାସୁର ଭୟଙ୍କରୀ ସର୍ବସିଦ୍ଧି ପ୍ରତ୍ୟେ ଦେବୀ ମହାଲକ୍ଷ୍ମୀ ନମସ୍ତେ ମା ମହାଲକ୍ଷ୍ମୀ ଗୋଟିଏ ଅସୁରକୁ ମାରିଥିଲେ ଆଜ୍ଞା ସେ କିଏ ତା ନାଁ ହଉଛି କୋଳାସୁର ଉଦରାସୁରର ପୁଅ ହଉଛି କୋଳାସୁର ବର ପାଇଛି ସିଏ ମରିବ କେବଳ ନାରାୟଣର ସ୍ତ୍ରୀ ହାତରେ କହିଲା ମତେ ଆଉ ଦୁନିଆରେ କେହି ମାରି ପାରିବେନି ବ୍ରହ୍ମାଙ୍କ ଠାରୁ ବର ମାଗିଦେଲା କିଏ ମାଗ କୋଳାସୁର କହିଲା ପ୍ରଭୁ ତପସ୍ୟା କଲା ପରେ ବର ଦିଅନ୍ତି ଦେବତା ମାନେ କହିଲା ପ୍ରଭୁ ମତେ ଏଇ ବର ଦିଅ ସଂସାରରେ ଯଦି ମତେ କେହି ମାରିବେ କେବଳ ସେ ହଉଛି ନାରାୟଣର ସ୍ତ୍ରୀ ଆଉ ଦୁନିଆରେ କେହି ମାରିପାରିବେ ବ୍ରହ୍ମା ତଥାସ୍ତୁ କଲେ କହିଲେ ହଉ ଆଚ୍ଛା କାହିଁକି ନା ନାରାୟଣ ମାରିଥିଲେ ଉଦରାସୁରକୁ ତା ପୁଅ ହଉଛି କୋଳାସୁର ଆମେ ଶ୍ଲୋକ ପଢୁନେ ନମସ୍ତେ ଗରୁଡାରୁଢେ କୋଳାସୁର ଭୟଙ୍କରୀ ସର୍ବସିଦ୍ଧି ପ୍ରତ୍ୟଦେବୀ ନାରାୟଣୀ ଇଏ ମହାଲକ୍ଷ୍ମୀ ନମସ୍ତେ ନା ନାଇଁ ନମସ୍ତେ ସ୍ତୁ ମହାମାୟୀ ଶ୍ରୀପୀଠେ ସୁରପୂଜିତେ ଶଙ୍ଖଚକ୍ର କଥା ହସ୍ତେ ମହାଲକ୍ଷ୍ମୀ ଆପଣ ମାନେ ପଢିଛନ୍ତି ଆଉ କଣ କୋଳାସୁରକୁ ମାରିଥିଲେ ମହାଲକ୍ଷ୍ମୀ କୋଳାସୁର ବର ମାରିଛି ମୋ ବାପାଙ୍କୁ ମାରିଛି ତା ପୁଅ ତା ବାପା ହଉଛି କିଏ ଉଦରାସୁର ମୋ ବାପାଙ୍କୁ ମାରିଛି ନାରାୟଣ ଯଦି ମତେ ଦୁନିଆରେ କେହି ମାରିବେ ସେ ହଉଛି ନାରାୟଣର ସ୍ତ୍ରୀ ଲକ୍ଷ୍ମୀ ଲକ୍ଷ୍ମୀ ଆଚ୍ଛା ଲକ୍ଷ୍ମୀ ମାଇଲେ କାହାକୁ କୋଳାସୁରକୁ କୋଳାସୁରକୁ ଦୁର୍ଗା ମାଇଲେ ମହିଷାସୁରକୁ ସୀତା କାହାକୁ ମାରିଥିଲେ ସୀତା କାହାକୁ ମାରିନାହାନ୍ତି ନାଇଁ କାହିଁ ତାଙ୍କ ଆପଣ ପୁରାଣଟା ହଉଛି କହୁଛନ୍ତି ଗମ୍ଫା ଘର ସୀତା କାହାକୁ ମାରିନାହାନ୍ତି ସୀତା କାହାକୁ ମାରିନାହାନ୍ତି ମୁଁ ପୁରାଣ ଭିତରେ ସେମିତି ଜାଣିନି ସୀତା କାହାକୁ ମାରିଥିଲେ ତୁ କହୁନୁ କାହାକୁ ମାରିଥିଲେ ଜନକକୁ ମାରିଥିଲେ ସୀତା କାହା ଜନକକୁ ମାରିଥିଲେ ସେ
ସୀତା କାହା ଓହୋ ତୁ କହିଲୁ ସୀତା କାହା କୁମାରୀ ଥିଲେ କଥାଟା ମୁଣ୍ଡକୁ ନବ ନା ପିଲାଟାର ଜ୍ଞାନ ଅଛି ଜ୍ଞାନ ବହଳା ଏଇଟା ସପ୍ତମରେ 3 ଥର ଫେଲ ହେଇଛି ଜ୍ଞାନ ପୁଣି ସପ୍ଲାମେଣ୍ଟରେ ପରୀକ୍ଷା ଦେଇଛି ଏ ଚତୁର୍ମାସରେ ମୋ ଫଳ ବାହାରିବ ତେଣୁ ମୋ ମା ମହାଲକ୍ଷ୍ମୀ ଯେମିତି ଦୁର୍ଗା ମହିଷାସୁରକୁ ମାରିବା ପାଇଁ ଅନେକ କଷ୍ଟ କରିଥିଲା ଆଜ୍ଞା ଶଙ୍ଖ ଚକ୍ର ଗଦା ପଦ୍ମ ସବୁ ଧରି ମଧ୍ୟ କୋଳାସୁରକୁ ଏତେ ସହଜରେ ମାରି ପାରିଲା କୋଳାସୁର କୋଉ ଜାଗାରେ ମାରିଲା କୋଉ ଜାଗାରେ ଯେତେବେଳେ କୋଳାସୁରଙ୍କୁ ସେ ଚକ୍ର ପଠେଇଦେଲେ ମୋ ମା ଲକ୍ଷ୍ମୀ କହିଲେ ମା ମୁଁ କେବଳ ବର ମାଗିଥିଲି ଖାଲି ତୋରି ହାତରେ ମରିବି ବୋଲି ମା ମୁଁ ଖାଲି ତୋତେ ଦେଖିବା ପାଇଁ ଚାହୁଁଥିଲି ତୋରି ହାତରେ ମଲେ ମୁଁ ମୁକ୍ତି ପାଇବି ମୋ ବାପାଙ୍କୁ ପ୍ରଭୁ ମାରିଲେ ମୋ ମନ ଦୁଃଖ ନାହିଁ ମା ମୁଁ ଖାଲି ତତେ ଦେଖିବି ବୋଲି ମା ମୁଁ ଚାହୁଁଥିଲି ଆଉ ତୁ ମତେ ମାରିଲେ ମୋ ମନରେ ଟିକେ ବି ଦୁଃଖ ନାହିଁ ମା କୋଳାସୁର ଆଜି ବର ମାଗିଲେ କହିଲା ମା ଦେଖେ ତୁ ମାରିବୁ ମତେ ସଂସାରର କ୍ଷୟ କୀର୍ତ୍ତି ଅର୍ଜନ କରିବୁ ନା ଗୋଟେ ମୁଁ ତତେ 3ଟି କଥା କହୁଛି କଣ କୁହନ୍ତୁ ଯୋଉ ଜାଗାରେ ତୁ ମତେ ମାରିବୁ ହଁ ସେ ଜାଗାଟା ମୋ ନାଁରେ ପ୍ରସିଦ୍ଧ ହବ ଲକ୍ଷ୍ମୀ କହିଲେ ଏ କି କଥା ନା ହଁ ଲକ୍ଷ୍ମୀ ତଥା ଆଉ ସେ ଜାଗାଟା ଗୋଟେ ପୁଣ୍ୟ ତୀର୍ଥ କ୍ଷେତ୍ର ହବ ଯୋଉଦିନ ମତେ ମାରିବୁ ମାଲୋ ସେଇ ଦିନଟି ମୋ ପାଇଁ ଉତ୍ସର୍ଗୀକୃତ କରିବୁ ତେଣୁ କୋଳାସୁରକୁ ମାରିଥିଲେ କୋଉଠି ମହାରାଷ୍ଟ୍ରର ଏ ଜାଗା ନା ହଉଛି କୋଲାପୁର ଗୋଟେ ଅଛି ଜାଗା କୋଳାସୁରକୁ ମାରିଲେ ବୋଲି ତା ନାଁ ହେଲା କୋଳାପୁର ବା କୋଲାପୁର ମହାରାଷ୍ଟ୍ରର କୋଲାପୁର ହଉଛି ମା ମହାଲକ୍ଷ୍ମୀ ମାରିଥିଲେ କୋଳାସୁର ଏବଂ ସେ ଜାଗା ହଉଛି ଅତି ପବିତ୍ର ପୁଣ୍ୟ କ୍ଷେତ୍ର ତୀର୍ଥ କ୍ଷେତ୍ର ଦିନଟି ଆଜି ହଉଛି ଯୋଉ ଗଜଲକ୍ଷ୍ମୀ ପୂଜା ଆଜିର ଦିନରେ ମୋ ମା ମାରିଥିଲେ ପୂର୍ଣ୍ଣିମା ଦିନ ଆଜି ଦିନଟି ସବୁ କ୍ଷେତ୍ରରେ ପୂଜା ପାଉଛି ମୁଁ କହିଛି ଆପଣ ଦେଖିବେ ଦୁର୍ଗାଙ୍କ ସହିତ ପୂଜା ପାଉଛି କିଏ ଗୋଟେ ଅସୁର ମହିଷାସୁର ଦୁର୍ଗା ପୂଜା ପାଇଲେ ତା ସାଙ୍ଗରେ ଅସୁରଟି ପୂଜା ପାଉଛି ସେମିତି ପୂଜା ପାଉଛି ମୋ ମା ମହାଲକ୍ଷ୍ମୀ ତା ସାଙ୍ଗରେ ଗୋଟେ ଅସୁର ପୂଜା ପାଉଛି ସେ ହଉଛି କୋଳାସୁର ସବୁ ମୂର୍ତ୍ତି ତ ଏଠି ଆପଣ ମାନେ କହିନାହାନ୍ତି ସବୁ ଜାଗାରେ ହେଇନି କିନ୍ତୁ ବହୁତ ଜାଗାରେ କୋଳାସୁରର ଆଉ ପୁଣି ମଧ୍ୟ ନୃସିଂହ ମାରିଥିଲେ କାହାକୁ ହିରଣ୍ୟକଶିପୁକୁ 3ଟି ଅସୁର ପୂଜା ପାଉଛନ୍ତି ଦେବୀ ମାନଙ୍କ ସହିତ ଦେବତା ମାନଙ୍କ ଜଣେ ହେଲେ ହିରଣ୍ୟକଶିପୁ ଜଣେ ହେଲେ ମହିଷାସୁର ଆଉ ଜଣେ ହେଲେ କୋଳାସୁର ତେବେ ଅତି ପବିତ୍ର ଆସରେ ଜଗନ୍ନାଥ ଭଗବାନ ଦାରୁ ବ୍ରହ୍ମ ମୋ ମା ମହାଲକ୍ଷ୍ମୀ ଉପସ୍ଥିତ ରୁଣ୍ଡୀଭୂତ ସକଳ ସାଧୁ ସଜ୍ଜନ ମାନଙ୍କର ଏବଂ ପଡୋଶୀ ଗ୍ରାମରୁ ଆସିଥିବା ସମସ୍ତ ସାଧୁସନ୍ଥ ମାନଙ୍କର କବି ସାହିତ୍ୟିକ କଳାକାର ବନ୍ଧୁ ମାନଙ୍କର ନା ନାଇଁ ଏ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ମାନଙ୍କର ତଥା ଗ୍ରାମର ବିଶ୍ୱର କଲ୍ୟାଣ କରନ୍ତୁ ବୋଲ ପ୍ରମାଣ ଦେଖବାର ହରି